लिविंग वर्शिप मिनिस्ट्री आनुकूल्य रे आशा साउंड स्टूडियो प्रस्तुत करुछि संवाद सीडी ईश्वरंक अमूल्य संपद। तुम्भ वाक्य अटे प्रदीप मोक्षीण चरणर। तुम्भ वाक्य अटे प्रदीप मोक्षीण चरणर। चला पथे से आलोक, चला पथे से आलोक मो सारा जीवनर। तुम्भ वाक्य अटे प्रदीप मोक्षीण चरणर। ईश्वर निजे निजको बाइबल रे जेतिकी प्रकाश करिसंती, मनुष्य निमंते एही प्रकाशन तार जीवन काल निमंते यथेष्ट। आम चतुर्पार्श्वरे अनेक ईश्वर किए जानती नाही, तेणु सत्य ईश्वरंकर सेवा करि पारंती नाही, आउ असारतारे भ्रमण करंती। तेणु सत्य ईश्वरंक विषय रे जानिबा निमंते प्रस्तुत करुचु संवाद सीडी आम्भे जे अछु से अछु। ଏହା ଈଶ୍ୱରଙ୍କ ଗୁଣ, ସ୍ୱଭାବ ଏବଂ ଈଶ୍ୱର କିଏ ତାହା ବାସ୍ତବରେ ବୁଝିବାକୁ ସାହାଯ୍ୟ କରିବ। ଆପଣଙ୍କ ଜୀବନଯାତ୍ରା ଆଶୀର୍ବାଦ ଯୁକ୍ତ ହେବ। ଆସନ୍ତୁ ଭାଇ ନିରଞ୍ଜନ ତୁରୁଙ୍କ ଦ୍ୱାରା ପ୍ରସ୍ତୁତ ଏହି ସମ୍ବାଦଟି ଶୁଣିବା। प्रभु जीशु ख्रीष्टଙ୍କ ଅତି ବହୁମୂଲ୍ୟ ନାମରେ ମୁଁ ଆପଣମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଏ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ସେ ପୁଣି ଥରେ ଆମମାନଙ୍କୁ ଗୋଟେ ସୁଯୋଗ ଦେଇଛନ୍ତି ତାଙ୍କ ବାକ୍ୟ ସମ୍ପର୍କରେ ଧ୍ୟାନ କରିବା ନିମନ୍ତେ। ପ୍ରଭୁ ମଙ୍ଗଳମୟ ଅଟନ୍ତି, ସେ କରୁଣାମୟ ଅଟନ୍ତି। ସେ ଆଜି ପୁଣି ଥରେ ତାଙ୍କ ବାକ୍ୟ ଧ୍ୟାନ କରିବା ନିମନ୍ତେ ଆଉ ତାଙ୍କ ବାକ୍ୟ ବାଇବଲରୁ ତାଙ୍କ ସମ୍ପର୍କରେ ଜାଣିବା ନିମନ୍ତେ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ପ୍ରଭୁଙ୍କ ପ୍ରଶଂସା କରେ ଯେ ସେ ଆମମାନଙ୍କ ସହିତ କଥା ହୁଅନ୍ତି। ଆଜିର ଆଲୋଚ୍ୟ ପ୍ରସଙ୍ଗ ଅଛି ଆମ୍ଭେ ଯେ ଅଛୁ ସେ ଅଛୁ। ଆଜି ଆମେ ଈଶ୍ୱରଙ୍କ ସମ୍ପର୍କରେ ଧ୍ୟାନ କରିବା। ସମଗ୍ର ବିଶ୍ୱରେ ମାନବ ସମାଜ ଅନେକ ବିଷୟରେ ଭଲ ଭାବରେ ଜାଣେ, ତାର ଜ୍ଞାନ ଅନେକ ବିଷୟରେ ପ୍ରଚୁର ମାତ୍ରାରେ ରହିଛି, କିନ୍ତୁ ସେ ଈଶ୍ୱରଙ୍କ ସମ୍ପର୍କରେ ଜାଣେ ନାହିଁ। ଈଶ୍ୱରଙ୍କ ସମ୍ପର୍କରେ ମନୁଷ୍ୟର ଧାରଣା ଖୁବ୍ କମ୍। ତାର ଗୋଟିଏ କାରଣ ହେଲା ଯେ ମନୁଷ୍ୟ ଈଶ୍ୱରଙ୍କୁ ଖୋଜି ବୁଲୁଛି, ଆଉ ଯେଉଁ ବିଷୟରେ ସେ ଈଶ୍ୱରଙ୍କୁ ଜାଣିପାରିବ ନାହିଁ ସେହି ବିଷୟଗୁଡ଼ିକ ଦ୍ୱାରା ସେ ଈଶ୍ୱରଙ୍କୁ ସମୀକ୍ଷା କରିବା ପାଇଁ ଚାହୁଁଛି। ଆଜି ଆମେ ଈଶ୍ୱରଙ୍କ ସମ୍ପର୍କରେ ସେ ଦେଇଥିବା ବାଇବଲରୁ ଆମେ ଧ୍ୟାନ କରିବା। ବାଇବଲ ବାହାରେ ଆମେ ଈଶ୍ୱରଙ୍କୁ ଜାଣିପାରିବା ନାହିଁ। ବାଇବଲ ବିନା ଈଶ୍ୱରଙ୍କୁ ଜାଣିବା ଅସମ୍ଭବ ଅଟେ। ବାଇବଲ ଏପରି ଏକ ପୁସ୍ତକ ଯାହା ଈଶ୍ୱରଙ୍କୁ ପ୍ରକାଶ କରେ। ହୁଏତ ପ୍ରଭୁ ମାନବ ସମାଜକୁ ବାଇବଲ ଏଥି ନିମନ୍ତେ ଦେଇଛନ୍ତି ଯେ ସେମାନେ ତାହା ପଢ଼ିବେ ଏବଂ ତାଙ୍କୁ ଜାଣିପାରିବେ। ବାଇବଲ ବିନା ଈଶ୍ୱରଙ୍କୁ ଜାଣିବା ଅସମ୍ଭବ ଅଟେ। ପ୍ରଭୁଙ୍କ ମହାନ ନାମର ସ୍ତୁତି ହେଉ, ପ୍ରଶଂସା ହେଉ ଯେ ସେ ଆମମାନଙ୍କୁ ପ୍ରେମ କରୁଥିବାରୁ ଆମ୍ଭମାନଙ୍କ ନିମନ୍ତେ ବାଇବଲ ଦେଇଛନ୍ତି। ଆସନ୍ତୁ ବାକ୍ୟର ଆଲୋକରେ ଈଶ୍ୱରଙ୍କ ସମ୍ପର୍କରେ ଆମେ ଧ୍ୟାନ କରିବା। ଈଶ୍ୱର କିଏ, ତାଙ୍କ ସ୍ୱଭାବ କ'ଣ, ସେ କିପରି ଦେଖାଯାଆନ୍ତି, ତାଙ୍କ ଗୁଣ କି ପ୍ରକାର, ସେ ଆମଠାରୁ କ'ଣ ଚାହାନ୍ତି, ଏସବୁ ବିଷୟରେ ଆମେ ଆଜି ବାଇବଲରୁ ଧ୍ୟାନ କରିବା। ମୁଁ ବିଶ୍ୱାସ କରେ ପ୍ରଭୁ ତାଙ୍କ ଆତ୍ମାଙ୍କ ଦ୍ୱାରା ତାଙ୍କୁ ଜାଣିବା ନିମନ୍ତେ ଆମ ସମସ୍ତଙ୍କୁ ସାହାଯ୍ୟ କରିବେ। ଯାତ୍ରା ପୁସ୍ତକ ତାର 3 ଅଧ୍ୟାୟ 13 ପଦ ଏବଂ 14 ପଦ ଯଦି ଆମେ ପଢ଼ୁ, ସେଠାରେ ଆମେ ଦେଖିପାରୁ ଯେ ପରମେଶ୍ୱର ମୂଷାଙ୍କୁ କହୁଛନ୍ତି ଯେ ଆମ୍ଭେ ଯେ ଅଛୁ ସେ ଅଛୁ। ମୂଷା ପଚାରୁଛନ୍ତି, ପ୍ରଭୁ ମୁଁ ଆପଣଙ୍କ ଲୋକମାନଙ୍କ ନିକଟକୁ ବାହୁଡ଼ି ଯିବି, ସେମାନେ ପଚାରିବେ ତୁମକୁ କିଏ ପଠେଇଲେ? ସେହି ସମୟରେ ମୁଁ କ'ଣ କହିବି? ପରମେଶ୍ୱର ତାଙ୍କ ଗୋଟେ ନାଁ କହିଥାନ୍ତେ,
କିନ୍ତୁ ସେ କ'ଣ କହୁଛନ୍ତି? ମଶାଙ୍କୁ ଗୋଟିଏ କଥା କହି ପଠାଉଛନ୍ତି, ଆମ୍ଭେ ଯେ ଅଛୁ ସେ ଅଛୁ। ତାମାନେ କ'ଣ? ସେ ଅନାଦି ଏବଂ ଅନନ୍ତ ପରମେଶ୍ୱର ଅଟନ୍ତି। ଈଶ୍ୱର କେବେରୁ ଅଛନ୍ତି? ଯେଉଁ ସମୟରେ ସମୟ ନିର୍ମାଣ ହୋଇନଥିଲା, ତାରିଖ ନିର୍ମାଣ ହୋଇନଥିଲା, ଋତୁ ନିର୍ମାଣ ହୋଇନଥିଲା, ପରମେଶ୍ୱର ସେବେରୁ ଅଛନ୍ତି। ସେ ତ ଅଛନ୍ତି। ସେ କେବେରୁ ଅଛନ୍ତି ମନୁଷ୍ୟ ତାହା ଜାଣିନପାରେ। ସେ ତ ଅନାଦି ପରମେଶ୍ୱର। ଯେଉଁ ସମୟରେ ମନୁଷ୍ୟ ନଥିଲା, ଯେଉଁ ସମୟରେ ପୃଥିବୀ ସୃଷ୍ଟି ହୋଇନଥିଲା, ଯେଉଁ ସମୟରେ ମନୁଷ୍ୟର ସତ୍ତା ନଥିଲା, ସେହି ସମୟରେ ଈଶ୍ୱର ଅଛନ୍ତି। ଈଶ୍ୱର ଅଟନ୍ତି। ସେ ଯିଏ ଅଛନ୍ତି ସେ ଅଛନ୍ତି। ତାଙ୍କର କୌଣସି ପରିବର୍ତ୍ତନ ନାହିଁ। ମଶାଙ୍କୁ ଏଇ କଥା କହି ପଠାଇବା ପାଇଁ ଚାହାନ୍ତି ଯେ ସେ ପରମେଶ୍ୱର ଅଦ୍ୱିତୀୟ ଅଟନ୍ତି। ଆୟୁବ ତାର 23 ପର୍ବ 8 ପଦ ଏବଂ 9 ପଦ ଯଦି ଆମେ ପଢ଼ିବା, ସେଠାରେ ଆମେ ଦେଖିପାରିବା ଯେ ଈଶ୍ୱର ଅଦୃଶ୍ୟ ଅଟନ୍ତି। ଈଶ୍ୱର ଅଦୃଶ୍ୟ ଅଟନ୍ତି। ସେ ଅଦୃଶ୍ୟ ଅଟନ୍ତି, ତଥାପି ସେ ବାସ୍ତବ ଅଟନ୍ତି। ଅନେକେ କୁହନ୍ତି ଆମେ ନ ଦେଖିଲେ କି ପ୍ରକାର ବିଶ୍ୱାସ କରିବା। ପ୍ରିୟ ବନ୍ଧୁ, ଏ ପ୍ରକାର ଅନେକ ବିଷୟ ଅଛି ଯାହା ଆମେ ନ ଦେଖି ମଧ୍ୟ ବିଶ୍ୱାସ କରିଥାଉ। ଆମେ ପବନକୁ ଦେଖିନାହୁଁ, କିନ୍ତୁ ପବନକୁ ଆମେ ବିଶ୍ୱାସ କରୁ ଯେ ପବନ ଅଛି, ତାକୁ ଆମେ ଅନୁଭବ କରିଥାଉ। ଆମେ ବିଦ୍ୟୁତ ଶକ୍ତି, ତାକୁ ଆମେ ଦେଖିନାହୁଁ, କିନ୍ତୁ ଆମେ ତାହା ଅନୁଭବ କରିଥାଉ। ପ୍ରିୟମାନେ, ତାର ପ୍ରଭାବ ଦ୍ୱାରା ଆମେ ଜାଣୁ ଯେ ବିଦ୍ୟୁତ ଶକ୍ତି ରହିଛି, ପବନ ରହିଛି, ଈଶ୍ୱର ଅଛନ୍ତି। ଈଶ୍ୱରଙ୍କୁ ଆପଣ ଦେଖିନାହାନ୍ତି, କିନ୍ତୁ ତାଙ୍କ ଶକ୍ତିକୁ ଆପଣ ଅନୁଭବ କରିପାରିବେ। ସେ ଅଦୃଶ୍ୟ ଅଟନ୍ତି। ଆଉ ଦ୍ୱିତୀୟରେ ଈଶ୍ୱର ଅମର ଅଟନ୍ତି। ପ୍ରଥମ ତିମୋଥି ତାର 1 ପର୍ବ 17 ପଦ, ସେଠାରେ ପ୍ରକାର ଲେଖାଯାଏ, ଅକ୍ଷୟ ଅଦୃଶ୍ୟ ଅଦ୍ୱିତୀୟ ଈଶ୍ୱର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ, ଆମେନ୍। ଈଶ୍ୱର ଅକ୍ଷୟ ଅଟନ୍ତି, ଅଦୃଶ୍ୟ ଅଟନ୍ତି, ଅଦ୍ୱିତୀୟ ଅଟନ୍ତି, ଆଉ ସେ ଅନନ୍ତକାଳୀନ ଅଟନ୍ତି। ପ୍ରିୟମାନେ, ଈଶ୍ୱର କେବେ କ୍ଷୟ ପାଆନ୍ତି ନାହିଁ। ଯାହା କ୍ଷୟ ପାଏ ତା ଈଶ୍ୱର ହୋଇନପାରେ। ଈଶ୍ୱର କେବେ ବି କ୍ଷୟ ପାଆନ୍ତି ନାହିଁ। ସେ ଅମର ଅଟନ୍ତି। ଯେ ମନୁଷ୍ୟକୁ ସୃଷ୍ଟ କରିଛନ୍ତି, ଯେ ମନୁଷ୍ୟକୁ ପ୍ରାଣବାୟୁ ଦେଇଛନ୍ତି, ଯେ ସମଗ୍ର ବିଶ୍ୱକୁ ସୃଷ୍ଟି କରିଛନ୍ତି, ସେ ଅମର ଅଟନ୍ତି। ମାଥ୍ୟୁ 5 ପର୍ବ 48 ପଦ ଯଦି ଆପଣ ପଢ଼ିବେ, ସେଟା ଲେଖାଯାଏ, ଈଶ୍ୱର ସିଦ୍ଧ ଅଟନ୍ତି। ଈଶ୍ୱର ସିଦ୍ଧ ଅଟନ୍ତି। ସିଦ୍ଧ ମାନେ କମ୍ପ୍ଲିଟ୍, ପରଫେକ୍ଟ, ଯେ ସ୍ୱୟଂ ସମ୍ପୂର୍ଣ୍ଣ ଅଟନ୍ତି। ଈଶ୍ୱରଙ୍କୁ କାହାର ସାହାଯ୍ୟର ଆବଶ୍ୟକ ନାହିଁ, କାରଣ ସେ ନିଜେ ସିଦ୍ଧ ଅଟନ୍ତି। ସେ ସମ୍ପୂର୍ଣ୍ଣ ଅଟନ୍ତି। ମନୁଷ୍ୟର ସାହାଯ୍ୟ ତାଙ୍କୁ କେବେ ବି ଆବଶ୍ୟକ ପଡ଼େ ନାହିଁ। ସେ ମନୁଷ୍ୟକୁ ସୃଷ୍ଟି କରିଛନ୍ତି ତାଙ୍କର ମହିମା ଗୌରବ କୀର୍ତ୍ତନ କରିବା ନିମନ୍ତେ। ଏ ପ୍ରକାର ଅମର ଈଶ୍ୱରଙ୍କୁ, ଅଦୃଶ୍ୟ ଈଶ୍ୱରଙ୍କୁ, ଏ ପ୍ରକାର ଏକ ସିଦ୍ଧ ଈଶ୍ୱରଙ୍କୁ ଆପଣ ଆଉ ମୁଁ କି ପ୍ରକାର ନିର୍ମାଣ କରିପାରିବା? ଗୀତ ସଂହିତା 102 ପର୍ବ 26 ଏବଂ 27 ପଦ ଯଦି ଆପଣ ପଢ଼ିବେ, ସେଟା ଲେଖାଯାଏ ଯେ ସେ ଅପରିବର୍ତ୍ତନୀୟ ଅଟନ୍ତି। ଈଶ୍ୱର ଅପରିବର୍ତ୍ତନୀୟ ଅଟନ୍ତି। ସେ କେବେ ବଦଳନ୍ତି ନାହିଁ। ମୋ ପ୍ରିୟମାନେ, ଋତୁ ବଦଳେ, ଜଳବାୟୁ ବଦଳିଥାଏ, ସମାଜରେ ମନୁଷ୍ୟ ବଦଳିଥାଏ, ସରକାର ବଦଳେ, ରାଜାମାନେ ବଦଳି ଯାଆନ୍ତି, ଲୋକର ସମ୍ପର୍କ ବଦଳେ, ସମସ୍ତ ବିଷୟରେ ପରିବର୍ତ୍ତନ ଅଛି, କିନ୍ତୁ ଈଶ୍ୱର କେବେ ପରିବର୍ତ୍ତନ ହୁଅନ୍ତି ନାହିଁ। ସେ ଯେ ଅଛନ୍ତି ସେ ଅଛନ୍ତି। ଯାକୋବ ତାର 1 ପର୍ବ 17 ପଦରେ ଯଦି ପଢ଼ିବେ ଆପଣ ଜାଣିପାରିବେ, ସେ କେବେ ବଦଳନ୍ତି ନାହିଁ। ଏ ପ୍ରକାର ଏକ ପରମେଶ୍ୱରଙ୍କୁ ମନୁଷ୍ୟ କି ପ୍ରକାର ଜାଣିପାରିବ? ବାଇବଲ ବିନା କେବେ ମଧ୍ୟ ଈଶ୍ୱରଙ୍କୁ ଜାଣିପାରିବେ ନାହିଁ। ତେଣୁ ଆଜିର ସମୟରେ ଆମ ଚତୁଃପାର୍ଶ୍ୱରେ, ସମଗ୍ର ବିଶ୍ୱରେ ଲୋକମାନେ ପଥଭ୍ରଷ୍ଟ ହୋଇଛନ୍ତି, କାରଣ ସେମାନେ ବାଇବଲ ବାହାରେ ଈଶ୍ୱରଙ୍କୁ ଖୋଜିବା ପାଇଁ ଚାହୁଁଛନ୍ତି। ଦ୍ୱିତୀୟ ବଂଶାବଳୀ 6 ପର୍ବ 14 ପଦ, ସେଠାରେ ପ୍ରକାର ଲେଖାଯାଏ, ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗରେ କିମ୍ବା ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ। ଏଠାରେ ଆମେ ଦେଖୁ ଯେ ସ୍ୱର୍ଗରେ ଅବା ପୃଥିବୀରେ ପରମେଶ୍ୱରଙ୍କ ତୁଲ୍ୟ କେହି ନାହାନ୍ତି। ଏହାର ଅର୍ଥ କ'ଣ? ଯେ ସେ ଅତୁଳନୀୟ ଅଟନ୍ତି। ଈଶ୍ୱର ଅତୁଳନୀୟ ଅଟନ୍ତି। ଈଶ୍ୱରଙ୍କୁ ଆପଣ କାହା ସହିତ ତୁଳନା କରିପାରିବେ ନାହିଁ। ସେ ଅତୁଳନୀୟ ଅଟନ୍ତି। ସେ
ଜଗତରେ ଅନେକଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରିବାର ଆମେ ଦେଖୁ, କାରଣ ସେମାନେ ଈଶ୍ୱର କିଏ ଜାଣନ୍ତି ନାହିଁ। ଈଶ୍ୱର ଅତୁଳନୀୟ ଅଟନ୍ତି। ପ୍ରିୟ ବନ୍ଧୁ, ଏ ପ୍ରକାର ଏକ ଅତୁଳନୀୟ ଈଶ୍ୱରଙ୍କୁ ଆପଣ ଜାଣନ୍ତି କି? ତାଙ୍କ ସହିତରେ ଆପଣଙ୍କ ସମ୍ପର୍କ ଅଛି କି? ଆଜି ଆପଣଙ୍କ ପାଖରେ ଗୋଟେ ସୁଯୋଗ ଆସିଛି ସେ ଈଶ୍ୱରଙ୍କୁ ବ୍ୟକ୍ତିଗତ ଭାବରେ ଜାଣିବେ। ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା ଏକମାତ୍ର ଅଦୃଶ୍ୟ ଅମର ପରମେଶ୍ୱର ଯଦି ସେ ଆପଣଙ୍କ ସହିତ ଅଛନ୍ତି, ତାଙ୍କର ପରିଚୟ ଯଦି ଆପଣ ପାଇବେ, ଆପଣଙ୍କ ଜୀବନରେ ଆଉ କ'ଣ ଦରକାର? ଆଜି ଆମେ ଚତୁଃପାର୍ଶ୍ୱରେ ଲୋକମାନଙ୍କୁ ଦେଖୁ, ସେମାନଙ୍କ ସହିତ ସବୁ ଅଛି, ସେମାନଙ୍କ ପାଖରେ ସବୁ ଅଛି, କିନ୍ତୁ ଦୁଃଖର କଥା ଯେଉଁ ଈଶ୍ୱର ତାକୁ ନିର୍ମାଣ କଲେ ସେ ଈଶ୍ୱରଙ୍କୁ ସେ ଜାଣେ ନାହିଁ ଏବଂ ଈଶ୍ୱରଙ୍କ ଠାରୁ ସେ ଖୁବ୍ ଦୂରରେ ରହିଛି। ସେ ଈଶ୍ୱରଙ୍କୁ ଖୋଜି ବୁଲୁଛି, କାରଣ ସେ ଜାଣେ ନାହିଁ ଈଶ୍ୱର କିଏ, ଈଶ୍ୱରଙ୍କୁ ସେ କେମିତି ପାଇବ, ଈଶ୍ୱରଙ୍କୁ କେମିତି ଜାଣିବ। କାରଣ ଆଜିର ସମୟରେ ମନୁଷ୍ୟର ଅଧିକ ଜ୍ଞାନ ବଢ଼ିଯାଇଛି, ସମସ୍ତ କ୍ଷେତ୍ରରେ ତାର ବିଜ୍ଞତା ଦେଖାଯାଏ, କିନ୍ତୁ ଈଶ୍ୱରଙ୍କୁ ସେ ଜାଣେ ନାହିଁ। କାରଣ ଈଶ୍ୱରଙ୍କୁ କି ପ୍ରକାର ଜାଣିବ, କେଉଁ ମାଧ୍ୟମରେ ଜାଣିବ, ସେ ଜାଣିନାହିଁ। ଆଜି ସେଥି ନିମନ୍ତେ ଏହି ପ୍ରସଙ୍ଗରେ ଆମେ ଆଲୋଚନା କରୁଛୁ ଯେ ଆମ୍ଭେ ଯେ ଅଛୁ ସେ ଅଛୁ। ଗଣନା 23 ପର୍ବ 19 ପଦ ଯଦି ଆପଣ ପଢ଼ିବେ, ସେଟା ଲେଖାଯାଏ, ପରମେଶ୍ୱର ମନୁଷ୍ୟ ନୁହନ୍ତି ଯେ ସେ ମିଥ୍ୟା କହିବେ, କିମ୍ବା ସେ ମନୁଷ୍ୟର ସନ୍ତାନ ନୁହନ୍ତି ଯେ ସେ ଅନୁତାପ କରିବେ। ହାଲେଲୁୟା। ଆଜି ଆମର ଚତୁଃପାର୍ଶ୍ୱରେ ଆମେ ଦେଖୁ ଯେ ମନୁଷ୍ୟମାନଙ୍କୁ ଲୋକମାନେ ଈଶ୍ୱର ଭାବରେ ଆରାଧନା କରନ୍ତି। ପ୍ରିୟମାନେ, ମନୁଷ୍ୟ କିଏ? ମନୁଷ୍ୟ ଧୂଳିରୁ ନିର୍ମିତ, ସେ ଅଳ୍ପାୟୁ, ତାର ଜ୍ଞାନ ସୀମିତ ଅଟେ, ତାର ଦୂରଦୃଷ୍ଟି ନାହିଁ, ସେ କିଛି ଜାଣେ ନାହିଁ। ସେ ଧୂଳିରୁ ନିର୍ମିତ ଏବଂ ସମୟ ଆସିବ ସେ ଧୂଳିରେ ବିଲୀନ ହୋଇଯିବ। ଈଶ୍ୱର ଅଟନ୍ତି। ମନୁଷ୍ୟକୁ ଆପଣ କି ପ୍ରକାର ଈଶ୍ୱରଙ୍କ ସ୍ଥାନ ଦେଇପାରିବେ? କିନ୍ତୁ ଆମେ ଦେଖୁ ବିଶ୍ୱର ଅନେକ ସ୍ଥାନରେ ଲୋକମାନେ ମନୁଷ୍ୟମାନଙ୍କୁ ଈଶ୍ୱର ବୋଲି ପୂଜା କରନ୍ତି, ଆଉ ଅନେକଙ୍କୁ ପୂଜା କରନ୍ତି ଯେଉଁମାନେ ଚାଲିଗଲେଣି, ସେମାନେ ଆଉ ନାହାନ୍ତି, ସେମାନେ ଫେରି ପାରିବେ ନାହିଁ। କାରଣ ମନୁଷ୍ୟ ଥରେ ଜନ୍ମ ହୁଏ, ତାପରେ ମରେ, କିନ୍ତୁ ଈଶ୍ୱର କେବେ ମରନ୍ତି ନାହିଁ। ମନୁଷ୍ୟ ଅଟେ, ଆଉ ଈଶ୍ୱର ଅଟନ୍ତି। ଗଣନା 23:19 ଆମେ ଦେଖିଲୁ ଯେ ସେ ଈଶ୍ୱର ମନୁଷ୍ୟ ନୁହନ୍ତି। ପ୍ରଥମ ତିମୋଥୀ 6 ପର୍ବ 16 ପଦ, ସେଠାରେ ଲେଖାଯାଏ ଯେ ଈଶ୍ୱର ଅଗମ୍ୟ ଜ୍ୟୋତିର୍ନିବାସୀ ଅଟନ୍ତି। ଈଶ୍ୱର ଅଗମ୍ୟ ଜ୍ୟୋତିର୍ନିବାସୀ, ଅନଏପ୍ରୋଚେବଲ୍ ଲାଇଟ୍। ଏ ପ୍ରକାର ଏକ ଅଗମ୍ୟ ଜ୍ୟୋତିରେ ବାସ କରିବା ପରମେଶ୍ୱର ଈଶ୍ୱର ଅଟନ୍ତି। ମୋର ପ୍ରିୟମାନେ, ଆଜି ଆପଣଙ୍କୁ ମୁଁ କହିବା ପାଇଁ ଚାହେଁ, ଏ ପ୍ରକାର ଏକ ପରମେଶ୍ୱରଙ୍କ ସହିତ ଯଦି ଆପଣଙ୍କ ସମ୍ପର୍କ ହୋଇଯିବ, ଏ ପ୍ରକାର ଏକ ମହାନ ପରମେଶ୍ୱରଙ୍କୁ ଯଦି ଆପଣ ଜାଣିବେ, ଆପଣଙ୍କୁ ଆଉ କ'ଣ ଦରକାର? ଆପଣଙ୍କୁ ଆଉ କ'ଣ ଆବଶ୍ୟକ? ମୋର ପ୍ରିୟମାନେ, ଦୁର୍ଭାଗ୍ୟର କଥା, ମନୁଷ୍ୟ ସେ ଈଶ୍ୱରଙ୍କୁ ଜାଣେ ନାହିଁ। ଗୀତ ସଂହିତା 25 ପର୍ବ 8 ପଦ, ସେଠାରେ ଲେଖାଯାଏ ଯେ ଈଶ୍ୱର ମଙ୍ଗଳମୟ ଏବଂ ସରଳ ଅଟନ୍ତି। ଗୀତ 119 68 ପଦରେ ଲେଖାଯାଏ ଯେ ଈଶ୍ୱର ମଙ୍ଗଳମୟ ଓ ମଙ୍ଗଳକାରୀ ଅଟନ୍ତି। ମନୁଷ୍ୟ ନିଜ ପ୍ରଚେଷ୍ଟାରେ ନିଜର ମଙ୍ଗଳ ସାଧନ କରିନପାରେ, ତା ନିମନ୍ତେ ଏକ ମଙ୍ଗଳକାରୀ ଈଶ୍ୱର ଅଛନ୍ତି। ଦୁର୍ଭାଗ୍ୟର କଥା, ମନୁଷ୍ୟ ସେହି ଈଶ୍ୱରଙ୍କୁ ନ ଜାଣିବାରୁ ତାର ମଙ୍ଗଳ କେଉଁଠି ଅଛି, ସେ ମଙ୍ଗଳ କେଉଁଠି ପାଇବ ସେ ଜାଣେ ନାହିଁ। ତେଣୁ ସେ ତାର ମଙ୍ଗଳ ସାଧନ କରିବା ନିମନ୍ତେ ସର୍ବଦା ସେ ଅନେକ ବିଷୟ ଚେଷ୍ଟିତ ଅଟେ, କିନ୍ତୁ ତାର ମଙ୍ଗଳ ସାଧନ ସେ କରିପାରୁନାହିଁ। ପ୍ରଥମ ରାଜାବଳୀ 8 ପର୍ବ 23 ପଦ ଯଦି ଆପଣ ପଢ଼ିବେ, ସେଠୁ ଆପଣ ଜାଣିପାରିବେ ଯେ ଈଶ୍ୱର ଦୟାଳୁ ଅଟନ୍ତି। ଈଶ୍ୱର ଦୟାଳୁ ଅଟନ୍ତି। ପ୍ରିୟମାନେ, ଏ ପ୍ରକାର ଏକ ଦୟାଳୁ ଈଶ୍ୱର ଯେ ମନୁଷ୍ୟକୁ ନିର୍ମାଣ କଲେ, ସେ ମନୁଷ୍ୟ ସହିତ ସମ୍ପର୍କ ରଖିବା ପାଇଁ ଚାହାନ୍ତି। ସେ ଚାହାନ୍ତି ଯେ ମନୁଷ୍ୟ ତାଙ୍କୁ ଜାଣୁ, ସେ କି ପ୍ରକାର ତାକୁ ଦୟା କରନ୍ତି। ତାଙ୍କ ଦୟା ସକାଶେ ଆପଣ ଏବଂ ମୁଁ ଜୀବିତ ଅଛୁ। ସେ ଦୟା କରିଥିବା ସକାଶେ ଆପଣଙ୍କ ଏବଂ ମୋର ଶ୍ୱାସବାୟୁ ଚାଲିଛି। ମୋର ପ୍ରିୟମାନେ, ଯଦି ଆପଣଙ୍କ ପ୍ରାଣବାୟୁ ଚାଲିଯିବ, ତାପରେ ଆପଣଙ୍କର କ'ଣ ହେବ? ଜଗତର ସମସ୍ତ ବିଜ୍ଞ ବ୍ୟକ୍ତିମାନେ, ଜଗତର ସମସ୍ତ ଅଭିଜ୍ଞ ଡକ୍ଟରମାନେ, ଜଗତର ସମସ୍ତ ଧନ ସମ୍ପତ୍ତି ଦେଇ ମଧ୍ୟ ଆପଣଙ୍କର ଶ୍ୱାସବାୟୁକୁ ଆପଣ ପୁଣି ଥରେ ଫେରାଇ ଆଣିପାରିବେ ନାହିଁ। ସେ ଦୟାଳୁ ପରମେଶ୍ୱର ଆପଣଙ୍କୁ ବିନା ମୂଲ୍ୟରେ ସମସ୍ତ ଦାନ କରିଛନ୍ତି। ଆପଣଙ୍କ ଶରୀରର ସମସ୍ତ ବିଷୟକୁ ସମୀକ୍ଷା କରି ଦେଖନ୍ତୁ, ଆପଣଙ୍କ ଜୀବନର ସମସ୍ତ ବିଷୟକୁ ସମୀକ୍ଷା କରି ଦେଖନ୍ତୁ, ଆପଣ ପରିବେଶକୁ ଦେଖନ୍ତୁ, ଆପଣ ଆକାଶମଣ୍ଡଳକୁ ଅନେଇକି ଦେଖନ୍ତୁ। ଚତୁଃପାର୍ଶ୍ୱରେ ଆପଣ ଈଶ୍ୱରଙ୍କ ଦୟାକୁ ଦେଖିପାରିବେ। ଏ ପ୍ରକାର ଏକ ଦୟାଳୁ ପରମେଶ୍ୱର ଯେ ଆପଣଙ୍କୁ ନିର୍ମାଣ କରିଛନ୍ତି। ପ୍ରଥମ ଯୋହନ 4 ପର୍ବ 8 ପଦରୁ 16 ପଦ ଯଦି ଆପଣ ପଢ଼ିବେ, ସେଠାରେ ଆପଣ ଜାଣିପାରିବେ ଯେ ସେ ପ୍ରେମିକ ଅଟନ୍ତି। ପ୍ରଥମ ଯୋହନ 3 ପର୍ବ 16 ପଦ, ଯୋହନ 16 ପର୍ବ 27 ପଦ,
এই অংশগুড়ি যদি আপনার পড়িবে আপনার জাঁপারে যে ঈশ্বর কি প্রকার প্রেমিক অটନ୍ତି। যোহন 3:16 লেখা যায়, ঈশ্বর জগতকু এড়ে প্রেম কলে, ঈশ্বর জগতকু প্রেম কলে ଆଉ ତାଙ୍କ ପ୍ରେମକୁ ପ୍ରକାଶ କରିବା ନିମନ୍ତେ ତାଙ୍କ ଅଦ୍ୱିତୀୟ ପୁତ୍ର ଯୀଶୁଙ୍କୁ ଜଗତକୁ ପଠାଇଲେ। ବାଇବଲ କୁହେ କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ, କିନ୍ତୁ ତାଙ୍କ କଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ। ପ୍ରିୟ ବନ୍ଧୁ, ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି। ଆମ ଚତୁଃପାର୍ଶ୍ୱରେ ଆମେ ଦେଖୁ ଲୋକମାନେ ପ୍ରେମ ପାଇଁ କାଙ୍ଗାଳି ଅବସ୍ଥାରେ ଅଛନ୍ତି। ଲୋକମାନେ ପ୍ରେମ ଅପେକ୍ଷା କରୁଛନ୍ତି। ପ୍ରେମ ନ ପାଇବାରୁ ଅନେକ ଲୋକ ଆତ୍ମହତ୍ୟା କରୁଛନ୍ତି। ପ୍ରେମ ନ ପାଇବାରୁ ଅନେକ ପରିବାରରେ ଅଶାନ୍ତି ବଢ଼ୁଛି। କିନ୍ତୁ ସେ ଜାଣେ ନାହିଁ ଯେ ତାକୁ ଜଣେ ପ୍ରେମ କରିବାର ଈଶ୍ୱର ଅଛନ୍ତି, କାରଣ ସେ ପ୍ରେମିକ ଅଟନ୍ତି। ପ୍ରିୟ ବନ୍ଧୁ, ଆଜି ଆପଣଙ୍କ ପାଖରେ ଗୋଟେ ସୁଯୋଗ ଆସିଛି ସେ ଈଶ୍ୱରଙ୍କ ସହିତ ଆପଣଙ୍କ ସମ୍ପର୍କ ସ୍ଥାପନ କରିବା ନିମନ୍ତେ। ସେ ଈଶ୍ୱର ଆପଣଙ୍କୁ କେତେ ପ୍ରେମ କରନ୍ତି ଥରେ ତାଙ୍କ ଆଡ଼କୁ ଅନେଇକି ଦେଖନ୍ତୁ। ଆଉ ସେ ଈଶ୍ୱରଙ୍କ ପ୍ରେମକୁ ଯଦି ଅଧିକ ଜାଣିବା ନିମନ୍ତେ ଚାହାନ୍ତି, କେବଳ ଗୋଟିଏ ପୁସ୍ତକ ବାଇବଲ ତାହା ଆପଣଙ୍କୁ ସାହାଯ୍ୟ କରିପାରେ। ଆପଣଙ୍କ ଜୀବନରେ ଆପଣ ଅନେକ ପୁସ୍ତକ ପଢ଼ିଛନ୍ତି। ମୁଁ ଆପଣଙ୍କୁ ଅନୁରୋଧ କରିବା ପାଇଁ ଚାହେଁ, ଥରେ ବାଇବଲ ପଢ଼ିକି ଦେଖନ୍ତୁ। ବାଇବଲ ଯଦି ପଢ଼ିବେ ଆପଣଙ୍କ ଜୀବନଶୈଳୀ ବଦଳିଯିବ। ବାଇବଲ ଯଦି ଥରେ ପଢ଼ିବେ ଆପଣଙ୍କ ପରିବାରର ଅବସ୍ଥା ବଦଳିଯିବ। ବାଇବଲ ଯଦି ପଢ଼ିବେ ଆପଣ ଈଶ୍ୱରଙ୍କ ପ୍ରେମକୁ ଜାଣିପାରିବେ। ଆପଣଙ୍କ ସମସ୍ତ ସମସ୍ୟାର ଗୋଟିଏ ମାତ୍ର ସମାଧାନ ବାଇବଲ ଅଟେ। ଥରେ ବାଇବଲ ପଢ଼ନ୍ତୁ। ସେ ବାଇବଲ ପଢ଼ିବା ଦ୍ୱାରା ଆପଣ ବାଇବଲର ଈଶ୍ୱରଙ୍କୁ ଜାଣିପାରିବେ। ବାଇବଲ ମାନବ ଜାତିର ସମସ୍ୟାର ଏକମାତ୍ର ସମାଧାନ ଅଟେ। ଆଜିର ସମୟରେ ଦେଶ ଗୁଡ଼ିକରେ, ପରିବାର ଗୁଡ଼ିକରେ, ସମାଜରେ ବିଜ୍ଞ ବ୍ୟକ୍ତିମାନେ, ଧନୀ କ୍ଷମତା ସମ୍ପନ୍ନ ଲୋକମାନେ ସମସ୍ୟାଗ୍ରସ୍ତ ଅବସ୍ଥାରେ କାହିଁକି ଅଛନ୍ତି? ସେମାନଙ୍କ ପାଖରେ ସବୁ ଅଛି, କିନ୍ତୁ ଈଶ୍ୱର ନାହାନ୍ତି। କାରଣ ଈଶ୍ୱରଙ୍କୁ ସେ କି ପ୍ରକାର ଜାଣିପାରିବ, ଈଶ୍ୱରଙ୍କ ସହିତ ତାର କି ପ୍ରକାର ଯୋଗାଯୋଗ ରକ୍ଷା କରିପାରିବ ସେ ଜାଣେ ନାହିଁ। ସତ୍ୟ ପରମେଶ୍ୱରଙ୍କ ପରିବର୍ତ୍ତେ ସେ ନିଜ ନିମନ୍ତେ ଈଶ୍ୱର ତିଆରି କରିଛି, ଯାହା ଈଶ୍ୱର ନୁହେଁ। ଯେ ଈଶ୍ୱର ନୁହେଁ ଏ ପ୍ରକାର ବିଷୟ ଗୁଡ଼ିକୁ ସେ ଈଶ୍ୱର ଭାବରେ ସେ ଗ୍ରହଣ କରିଛି। ଈଶ୍ୱର କି ପ୍ରକାର ଅଟନ୍ତି? ଆଦି ପୁସ୍ତକ 17 ପର୍ବ 1 ପଦ ଆପଣ ଯଦି ପଢ଼ିବେ ଜାଣିପାରିବେ ଯେ ଈଶ୍ୱର ସର୍ବଶକ୍ତିମାନ ଅଟନ୍ତି। ହାଲେଲୁୟା! ଈଶ୍ୱର ସର୍ବଶକ୍ତିମାନ ଅଟନ୍ତି। ମୋର ପ୍ରିୟମାନେ, ଆକାଶ ମଣ୍ଡଳକୁ ଦେଖନ୍ତୁ, ଆପଣ ତାଙ୍କ ଶକ୍ତିକୁ ଜାଣିପାରିବେ। ଆପଣ ପୁଷ୍ପଗୁଡ଼ିକୁ ଦେଖନ୍ତୁ, ଆପଣ ବନ୍ୟଜନ୍ତୁଙ୍କୁ ଦେଖନ୍ତୁ, ବୃକ୍ଷଲତାଙ୍କୁ ଦେଖନ୍ତୁ, ଆପଣ ଆକାଶରେ ଉଡ଼ୁଥିବା ପକ୍ଷୀକୁ ଦେଖନ୍ତୁ, ସମଗ୍ର ସୃଷ୍ଟିକୁ ଆପଣ ନିରୀକ୍ଷଣ କରିବେ, ଆପଣ ଜାଣିପାରିବେ ଯେ ସେ କି ପ୍ରକାର ସର୍ବଶକ୍ତିମାନ ଅଟନ୍ତି। ଆପଣ ନିଜକୁ ଅନେଇକି ଦେଖନ୍ତୁ, ଆପଣ କିଭଳି ଭାବରେ ନିର୍ମିତ ହୋଇଛନ୍ତି, ଆପଣଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କିଭଳି ଭାବରେ ନିର୍ମିତ ହୋଇଛି, ତଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କର ନିର୍ମାଣକର୍ତ୍ତା ସେ କେତେ ଶକ୍ତିଶାଳୀ ହୋଇନଥିବେ। ଯଦି ଈଶ୍ୱର ଆପଣଙ୍କର ନିର୍ମାଣକର୍ତ୍ତା ଅଟନ୍ତି, ଆପଣ କ'ଣ ତାଙ୍କୁ ନିର୍ମାଣ କରିପାରିବେ? ସୃଷ୍ଟ ବସ୍ତୁ କ'ଣ ସୃଷ୍ଟିକର୍ତ୍ତାଙ୍କୁ ନିର୍ମାଣ କରିପାରେ? ଦୁଃଖର କଥା, ଆମ ଚତୁଃପାର୍ଶ୍ୱରେ ଆମେ ଦେଖୁ ଯେ ମନୁଷ୍ୟମାନେ ଈଶ୍ୱରଙ୍କୁ ନିର୍ମାଣ କରିବା ପାଇଁ ଚିନ୍ତା କରୁଛନ୍ତି, ଚେଷ୍ଟା କରୁଛନ୍ତି। କାରଣ ସେ ତ ସବୁ ନିର୍ମାଣ କରିପାରୁଛି। ସେ ଜାହାଜ ବନେଇଲା, ସେ ରକେଟ୍ ବନେଇଲା, ସେ ସୁପର କମ୍ପ୍ୟୁଟର ବନେଇଲା, ସେ ଅନେକ ପ୍ରକାର ବିଷୟ ଜଗତରେ ବନେଇଛି। ଆଉ ସେ ଭାବୁଛି ସେ ନିଜ ପ୍ରଚେଷ୍ଟାରେ ଈଶ୍ୱରଙ୍କୁ ମଧ୍ୟ ତିଆରି କରିପାରିବ। ଏହା ମୂର୍ଖତା ଅଟେ ମୋର ପ୍ରିୟମାନେ। ଆମ ଚତୁଃପାର୍ଶ୍ୱରେ ଆମେ ଅନେକ ଆକାରକୁ ଦେଖୁ। ମନୁଷ୍ୟ ଈଶ୍ୱରଙ୍କୁ ଆକାର ମଧ୍ୟରେ ଖୋଜୁଛି, ଯେ ସର୍ବଶକ୍ତିମାନ ଅଟନ୍ତି, ଯେ ଅଦୃଶ୍ୟ ଅଟନ୍ତି, ଯେ ଅମର ଅଟନ୍ତି, ଯେ ଅତୁଳନୀୟ ଅଟନ୍ତି। ତାଙ୍କୁ କ'ଣ ଆପଣ ଆକାର ମଧ୍ୟରେ ସୀମିତ କରିପାରିବେ? ଏହି ଆକାର ଆଉ କିଛି ନୁହେଁ ମୋର ପ୍ରିୟମାନେ, ଏହି ଆକାର ମନୁଷ୍ୟ ମନର ବିକାର ଅଟେ। ମନୁଷ୍ୟ ମନର ବିକାର ଚିନ୍ତା ଦ୍ୱାରା ଏହି ଆକାର ସବୁ ନିର୍ମିତ ହୋଇଛି। ମୁଁ ଆଜି ଆପଣଙ୍କ ସମ୍ମୁଖରେ ଈଶ୍ୱରଙ୍କ ବାକ୍ୟ ବାଇବଲରୁ ଏହି ସତ୍ୟତା ଉପସ୍ଥାପନ କରିବା ପାଇଁ ଚାହେଁ। ଯଦି ମୁଁ ଯାହା କହୁଛି ସେ ସମ୍ପର୍କରେ ଆପଣ ଅଧିକ ଜାଣିବା ପାଇଁ ଚାହାନ୍ତି, ଆପଣ ଥରେ ବାଇବଲ ପଢ଼ନ୍ତୁ, ଆପଣ ଜାଣିପାରିବେ ସେ ଈଶ୍ୱର ସର୍ବଶକ୍ତିମାନ ଅଟନ୍ତି। ଏ ପ୍ରକାର ଏକ ସର୍ବଶକ୍ତିମାନ ଈଶ୍ୱରଙ୍କୁ ମନୁଷ୍ୟ କ'ଣ ନିର୍ମାଣ କରିପାରେ? ଆଜି ଆପଣଙ୍କର ହୁଏତ ଅନେକ ସମସ୍ୟା ଅଛି, ଆପଣଙ୍କ ପରିବାରରେ, ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ, ଆପଣଙ୍କ ବାଣିଜ୍ୟରେ, ଆପଣଙ୍କ ପିଲାମାନଙ୍କ ଜୀବନରେ ଆପଣ ଅନେକ ସମସ୍ୟା ମଧ୍ୟ ଦେଇ ଯାଉଛନ୍ତି। ଆଜି ମୁଁ କହିବା ପାଇଁ ଚାହେଁ, ଥରେ ଆପଣଙ୍କ ସମସ୍ୟା ସେ ସର୍ବଶକ୍ତିମାନ ଈଶ୍ୱରଙ୍କୁ କୁହନ୍ତୁ। ଆପଣଙ୍କ ସମସ୍ୟା ନେଇ ଆପଣ ଅନେକଙ୍କ ପାଖକୁ ଯାଇଛନ୍ତି, ଆପଣଙ୍କ ସମସ୍ୟା ନେଇ ଡକ୍ଟର ପାଖକୁ ଯାଇଛନ୍ତି, ଆପଣ ଋଣର ସମସ୍ୟା ନେଇ ଆପଣ ବ୍ୟାଙ୍କ ପାଖକୁ ଯାଇଛନ୍ତି, ଆପଣଙ୍କ ପରିଜନ ପାଖକୁ ଯାଇଛନ୍ତି, ଆପଣଙ୍କ ପିଲାମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା, ଆପଣଙ୍କ ପରିବାରର ଜଞ୍ଜାଳ, ଆପଣଙ୍କ ବ୍ୟକ୍ତିଗତ ଜୀବନର ସମସ୍ୟା ନେଇ ଆପଣ ଅନେକଙ୍କ ପାଖକୁ ଯାଇଛନ୍ତି। ଆଜି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଥରେ ସେ ସର୍ବଶକ୍ତିମାନ ଈଶ୍ୱରଙ୍କୁ ଆପଣଙ୍କ ସମସ୍ୟା ଥରେ ଦେଖାନ୍ତୁ, ତାଙ୍କର ନିକଟବର୍ତ୍ତୀ ଥରେ ହୁଅନ୍ତୁ,
ତାଙ୍କର ଶରଣାଗତ ଥରେ ହୁଅନ୍ତୁ, ଆପଣ ଜାଣିବେ ଯେ ସେ କି ପ୍ରକାର ସମାଧାନ କରନ୍ତି, କାରଣ ସେ ସର୍ବଶକ୍ତିମାନ ଅଟନ୍ତି। ସେ ଆଶ୍ଚର୍ଯ୍ୟ କର୍ମ କରିବାରେ ଅଦ୍ୱିତୀୟ ଅଟନ୍ତି। ଆଦି ପୁସ୍ତକ 17 ପର୍ବ 1 ପଦରେ ଆମେ ଦେଖୁଛୁ ଯେ ଅବ୍ରାହମଙ୍କର ଏ ପ୍ରକାର ସମସ୍ୟା ଅଛି। ସେ ଭାବୁଛନ୍ତି ଯେ ଈଶ୍ୱର ତାଙ୍କର ସମସ୍ୟାର ସମାଧାନ କରିପାରିବେ ନାହିଁ, ତେଣୁ ଈଶ୍ୱର ତାଙ୍କୁ ଦର୍ଶନ ଦେଇ ତାଙ୍କର ନାମର ଏହି ପ୍ରକାଶନ ଦେଉଛନ୍ତି, ଆମ୍ଭେ ସର୍ବଶକ୍ତିମାନ ଅଟୁ, ଆମ୍ଭେ ଏଲସାଡାଇ ଅଟୁ। ସେ କହିବା ପାଇଁ ଚାହାନ୍ତି ଯେ ଆମ୍ଭେ ସର୍ବଶକ୍ତିମାନ। ପ୍ରିୟମାନେ, ଆଜି ଆପଣଙ୍କର ଜୀବନର ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ଯୀଶୁଖ୍ରୀଷ୍ଟ ଅଟନ୍ତି। ସେ ସର୍ବଶକ୍ତିମାନ ଅଟନ୍ତି। ସେ ଯେତେବେଳେ ଜଗତରେ ଥିଲେ ସେହି ସମୟରେ ତାଙ୍କର ଅସାମାନ୍ୟ ଶକ୍ତିକୁ ସେ ପ୍ରଦର୍ଶନ କରିଛନ୍ତି। ସେ ପ୍ରକୃତି ଉପରେ ତାଙ୍କ ଶକ୍ତିକୁ ପ୍ରଦର୍ଶନ କରିଛନ୍ତି। ସେ ମୃତ୍ୟୁ ଉପରେ ତାଙ୍କ ଶକ୍ତିକୁ ପ୍ରଦର୍ଶନ କରିଛନ୍ତି। ରୋଗ ଉପରେ ତାଙ୍କ ଶକ୍ତିକୁ ପ୍ରଦର୍ଶନ କରିଛନ୍ତି। ସେ ସମସ୍ତ ବିଷୟ ଉପରେ ତାଙ୍କ ଶକ୍ତିକୁ ପ୍ରଦର୍ଶନ କରି ଦେଖାଇଛନ୍ତି। ଆଉ ସେ ସର୍ବବିଜୟୀ ଦେଖାଯାଇଛନ୍ତି। ସେ ମୃତ୍ୟୁକୁ ଜୟ କରିଛନ୍ତି। ଏ ପ୍ରକାର ଏକ ସର୍ବଶକ୍ତିମାନ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି। ଈଶ୍ୱର କି ପ୍ରକାର ଅଟନ୍ତି? ଯଦି ଆପଣ ଗୀତ ସଂହିତା 139 ପର୍ବ ପଢ଼ିବେ, ସେଠୁ ଆପଣ ଜାଣିପାରିବେ ଯେ ଈଶ୍ୱର ସେ ସର୍ବଜ୍ଞ ଅଟନ୍ତି ଏବଂ ସର୍ବଦର୍ଶୀ ଅଟନ୍ତି। ହେ ସଦାପ୍ରଭୁ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ ଓ ମୋହର ପରିଚୟ ନେଇଅଛ। ତୁମ୍ଭେ ମୋର ବସିବାର ଓ ଉଠିବାର ଜାଣୁଅଛ। ତୁମ୍ଭେ ଦୂରରୁ ମୋହର ସଂକଳ୍ପ ବୁଝୁଅଛ। ତୁମ୍ଭେ ମୋହର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ, ଆଉ ମୋହର ସକଳ ଗତି ଜାଣୁଅଛ। କାରଣ ହେ ସଦାପ୍ରଭୁ, ଦେଖ, ଯାହା ତୁମ୍ଭଙ୍କୁ ସମ୍ପୂର୍ଣ୍ଣ ଗୋଚର ନୁହେଁ, ଏପରି ଗୋଟିଏ କଥା ମୋ ଜିହ୍ୱାରେ ନାହିଁ। ତୁମ୍ଭେ ମୋତେ ପଛରେ ଓ ଆଗରେ ଘେରିଅଛ ଓ ମୋ ଉପରେ ଆପଣ ହସ୍ତ ରଖିଅଛ। ଏହି ପ୍ରକାର ଜ୍ଞାନ ମୋ ପ୍ରତି ଅତି ଆଶ୍ଚର୍ଯ୍ୟ, ତା ଉଚ୍ଚ ଓ ମୋ ବୋଧର ଅଗମ୍ୟ, ତା ଉଚ୍ଚ ଓ ମୋ ବୋଧର ଅଗମ୍ୟ। ଏଠାରେ ଆମେ ଦେଖୁ ଯେ ଈଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ ସର୍ବଦର୍ଶୀ ଅଟନ୍ତି। ଏବ୍ରି ତାର 4 ପର୍ବ 13 ପଦରେ ଲେଖାଯାଏ, ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ। ପ୍ରିୟମାନେ, ଈଶ୍ୱରଙ୍କ ଠାରୁ ଆପଣ କେଉଁଠି ଲୁଚିବେ? ଆଜି ମନୁଷ୍ୟ ଭାବୁଛି ମୋତେ କେହି ଦେଖୁନାହାନ୍ତି। ମନୁଷ୍ୟ ଭାବୁଛି ମୋର କାର୍ଯ୍ୟକୁ କେହି ସମୀକ୍ଷା କରୁନାହାନ୍ତି। ମୁଁ ଯାହା କରୁଛି, ମୁଁ ଯେଉଁଠିକି ବି ଯାଉଛି, ମୋର ଜୀବନ ଶୈଳୀ ବିଷୟରେ, ମୋର ଜୀବନଧାରା ବିଷୟରେ କେହି ଜାଣନ୍ତି ନାହିଁ। ସେ ଭାବୁଛି ମୁଁ ସବୁ ଗୁପ୍ତରେ କରୁଛି। କିନ୍ତୁ ଏଠାରେ ଆମେ ଦେଖୁ ଯେ ଜଣେ ଈଶ୍ୱର ଅଛନ୍ତି, ଯେ ସର୍ବଜ୍ଞ ଅଟନ୍ତି, ଆଉ ସର୍ବଦର୍ଶୀ ଅଟନ୍ତି ଏବଂ ସର୍ବବ୍ୟାପୀ ଅଟନ୍ତି। ସେ ଆପଣଙ୍କ ସମ୍ପର୍କରେ ସବୁ ଜାଣନ୍ତି। ଆଉ ଈଶ୍ୱର ଏକମାତ୍ର ଅଟନ୍ତି। ଆକାଶ ତଳେ, ସମଗ୍ର ବିଶ୍ୱରେ, ସ୍ୱର୍ଗର ସ୍ୱର୍ଗ ମଧ୍ୟରେ ଏକମାତ୍ର ଈଶ୍ୱର ଅଟନ୍ତି। ଆପଣ ଯଦି ଦେଖିବେ ଯିଶାୟ 44 ପର୍ବ 6 ପଦ, ସେଠାରେ ଲେଖାଯାଏ, ସଦାପ୍ରଭୁ ଇସ୍ରାଏଲର ରାଜା ଓ ତାହାର ମୁକ୍ତିକର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଆଦି ଓ ଆମ୍ଭେ ଅନ୍ତ, ବୋଲି ଆମ୍ଭ ଛଡ଼ା ପରମେଶ୍ୱର ଆଉ ନାହିଁ। ଏଠାରେ ପ୍ରଭୁ ପରମେଶ୍ୱର କହିବା ପାଇଁ ଚାହାନ୍ତି ଯେ ମୋ ଛଡ଼ା ଦ୍ୱିତୀୟ ଈଶ୍ୱର କେହି ନାହାନ୍ତି। ଯଦି ଆପଣ ଦେଖିବେ ଦ୍ୱିତୀୟ ବିବରଣୀ 6 ପର୍ବ 4 ପଦ, ସେଠାରେ ଲେଖାଯାଏ, ହେ ଇସ୍ରାଏଲ ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଈଶ୍ୱର ଏକମାତ୍ର ଅଟନ୍ତି। କିନ୍ତୁ ଆପଣ ଦେଖିବେ ସମଗ୍ର ବିଶ୍ୱରେ ଅନେକଙ୍କୁ ଈଶ୍ୱର ଭାବରେ ଲୋକମାନେ ଆରାଧନା କରନ୍ତି, କିନ୍ତୁ ଶାସ୍ତ୍ର କୁହେ ଈଶ୍ୱର ଏକ ଅଟନ୍ତି। ଏଠାରେ ଆମେ ଦେଖୁ ଯେ ଆମ୍ଭମାନଙ୍କର ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି। ଯଦି ଆପଣ ଈଶ୍ୱରମାନଙ୍କୁ ଜଗତରେ ଯେଉଁମାନଙ୍କୁ ଆପଣ ଈଶ୍ୱର ବୋଲି ଦେଖୁଛନ୍ତି, ସେମାନଙ୍କୁ ଯଦି ବିଭକ୍ତ କରିବା ପାଇଁ ଚାହାନ୍ତି, ମୁଁ କହିବା ପାଇଁ ଚାହେଁ, ଗୋଟିଏ ହେଉଛି ସାଦା ପ୍ରଭୁ ଆଉ ଅନ୍ୟଟି ହେଉଛି ସଦାପ୍ରଭୁ। ସଦାପ୍ରଭୁ ଏକମାତ୍ର ଅଟନ୍ତି ଏବଂ ସାଦାପ୍ରଭୁ ଭାବରେ ହୁଏତ ଅନେକ ଥାଇପାରନ୍ତି। ଯେ ମନୁଷ୍ୟକୁ ନିର୍ମାଣ କରିଛନ୍ତି ସେ ସଦାପ୍ରଭୁ ଏବଂ ମନୁଷ୍ୟ ଯାହାକୁ ନିର୍ମାଣ କରିଛି ତାହା ସାଦାପ୍ରଭୁ ଅଟେ। ମନୁଷ୍ୟ କେବେ ବି ଈଶ୍ୱରଙ୍କୁ ନିର୍ମାଣ କରିନପାରେ। କିନ୍ତୁ ମୋର ପ୍ରିୟମାନେ, ମୁଁ କହିବା ପାଇଁ ଚାହେଁ, ସଦାପ୍ରଭୁ ପରମେଶ୍ୱର ଏକମାତ୍ର ଅଟନ୍ତି। ତାଙ୍କର ତୁଳନା ଆଉ ନାହିଁ। ସେ ଅତୁଳନୀୟ ଅଟନ୍ତି। ସେ ସର୍ବବ୍ୟାପୀ ଅଟନ୍ତି।
ସେ ସର୍ବଶକ୍ତିମାନ ଅଟନ୍ତି ଆଉ ସେ ପବିତ୍ର ଅଟନ୍ତି। ଯାତ୍ରା 15 ତାର 11 ପଦରେ ଲେଖାଯାଏ, ହେ ସଦାପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କିଏ? ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ ଓ ଆଶ୍ଚର୍ଯ୍ୟ କ୍ରିୟାକାରୀ କିଏ? ସେଠୁ ଆପଣ ଜାଣିପାରିବେ ଯେ ଈଶ୍ୱର ପବିତ୍ର ଅଟନ୍ତି। ଯଦି ଈଶ୍ୱର ବୋଲି କେହି ଅଛନ୍ତି, ଆକାଶ ତଳେ ଯଦି ଆରାଧନା ପୂଜିତ ହେବା ପାଇଁ ଯଦି ଯୋଗ୍ୟ କେହି ଅଛନ୍ତି, ସେ ନିଶ୍ଚିତ ଭାବରେ ପବିତ୍ର ହୋଇଥିବେ। ଆଉ ତାଙ୍କର ଅନୁକାରୀମାନେ ମଧ୍ୟ ପବିତ୍ର ହେବା ଦରକାର। ଯେଉଁ ଈଶ୍ୱରଙ୍କୁ ଆମେ ଆରାଧନା କରୁ, ସେ ଯଦି ମୋତେ ପବିତ୍ରତା ବିଷୟ ଶିଖାନ୍ତି ନାହିଁ, ପବିତ୍ରତାର ମାର୍ଗରେ ମୋତେ କଢ଼େଇ ନିଅନ୍ତି ନାହିଁ, ସେ ନିଶ୍ଚିତ ଭାବରେ ପବିତ୍ର ଈଶ୍ୱର ହୋଇନଥିବେ। ଯଦି ଈଶ୍ୱର ପବିତ୍ର ଅଟନ୍ତି, ତାଙ୍କର ଅନୁକାରୀମାନେ ମଧ୍ୟ ପବିତ୍ର ହେବା ଦରକାର। ଦ୍ୱିତୀୟ ବିବରଣୀ 32 ପର୍ବ 4 ପଦରେ ଏ ପ୍ରକାର ଲେଖାଯାଏ, ସେ ତ ଶୈଳ, ତାହାଙ୍କର କର୍ମ ସିଦ୍ଧ, କାରଣ ତାହାଙ୍କର ପଥ ସକଳ ନ୍ୟାୟ। ସେ ବିଶ୍ୱସ୍ତ ଓ ଅଧର୍ମ ରହିତ ପରମେଶ୍ୱର, ସେ ଧାର୍ମିକ ଓ ସରଳ ଅଟନ୍ତି। ରୋମିଓ ତାର 1 ପର୍ବ 23 ପଦ, ଈଶ୍ୱର ଅକ୍ଷୟ ଅଟନ୍ତି। ଈଶ୍ୱର କେବେ କ୍ଷୟ ପାଆନ୍ତି ନାହିଁ, ସେ ଅକ୍ଷୟ ଅଟନ୍ତି। ମୋର ପ୍ରିୟମାନେ, ଯେଉଁମାନେ କ୍ଷୟ ପାଆନ୍ତି, ଯେଉଁମାନେ ଆଜି ଅଛନ୍ତି ଆଉ କାଲିକି ନଥିବେ, ସେମାନେ କେବେ ବି ଈଶ୍ୱର ହୋଇପାରିବେ ନାହିଁ। ଯୁଗ ଯୁଗ ଧରି ଅନେକଙ୍କୁ ଆକାଶ ତଳେ ମନୁଷ୍ୟମାନେ ପୂଜା କରିଛନ୍ତି, ସେବା କରିଛନ୍ତି, ଆରାଧ୍ୟ ଦେବତା ବୋଲି କହିଛନ୍ତି, କିନ୍ତୁ କାଳକ୍ରମେ ସେମାନେ କ୍ଷୟ ପାଇଯାଇଛନ୍ତି। ଯାହା କ୍ଷୟ ପାଏ ତା ଈଶ୍ୱର ନୁହେଁ, ତାହା ମନୁଷ୍ୟ ଅଟେ। ଯାହାର ପ୍ରାଣବାୟୁ ଚାଲିଗଲା ପରେ ଆଉ ତାର ଅସ୍ତିତ୍ୱ ନଥାଏ, ସେ କେବେ ଈଶ୍ୱର ହୋଇନପାରେ। ଈଶ୍ୱର ସିଏ ଅଟନ୍ତି ଯେ ଅକ୍ଷୟ ଅଟନ୍ତି। ଆଉ ଈଶ୍ୱର ସେ କି ପ୍ରକାର ଅଟନ୍ତି? ଦ୍ୱିତୀୟ ବିବରଣୀ 32 ପର୍ବ 4 ପଦ ଯଦି ଆପଣ ପଢ଼ିବେ ଜାଣିପାରିବେ, ଈଶ୍ୱର ନ୍ୟାୟବାନ ଅଟନ୍ତି। ଈଶ୍ୱର କାହାରି ଅନ୍ୟାୟ କରନ୍ତି ନାହିଁ। ଯଦି ସେ ପକ୍ଷପାତ କରନ୍ତି, ଜଣକର ଅର୍ଥ ନେଇ, ଜଣକ ଦ୍ୱାରା ପ୍ରଶଂସିତ ହୋଇ ତା କଥାରେ ଯଦି ସେ ତାର ଇଚ୍ଛା ସଫଳ କରନ୍ତି, ସେ କେବେ ମଧ୍ୟ ନ୍ୟାୟବାନ ହୋଇନପାରନ୍ତି। ଈଶ୍ୱର ନ୍ୟାୟବାନ ଅଟନ୍ତି। ପ୍ରଥମ ବଂଶାବଳୀ 1 ପର୍ବ 9 ପଦ ଯଦି ଆପଣ ପଢ଼ିବେ ଜାଣିପାରିବେ, ଈଶ୍ୱର ବିଶ୍ୱସ୍ତ ଅଟନ୍ତି। ଈଶ୍ୱର ବିଶ୍ୱସ୍ତ ଅଟନ୍ତି। ଦ୍ୱିତୀୟ ବିବରଣୀ 7 ପର୍ବ 9 ପଦ ଯଦି ପଢ଼ିବେ ଆପଣ ଜାଣିପାରିବେ, ଈଶ୍ୱର ବିଶ୍ୱାସଯୋଗ୍ୟ ଅଟନ୍ତି। ସେ ବିଶ୍ୱାସଯୋଗ୍ୟ ପରମେଶ୍ୱର। ସେ କେବଳ ନିର୍ଭରଯୋଗ୍ୟ ନୁହନ୍ତି, ସେ ବିଶ୍ୱାସଯୋଗ୍ୟ ମଧ୍ୟ ଅଟନ୍ତି। ପ୍ରିୟମାନେ, ଈଶ୍ୱର ଅତୁଳନୀୟ ଅଟନ୍ତି। ଦ୍ୱିତୀୟ ବଂଶାବଳୀ 6 ପର୍ବ 14 ପଦ ଯଦି ଆପଣ ପଢ଼ିବେ ଜାଣିପାରିବେ, ସେ ଅତୁଳନୀୟ ଅଟନ୍ତି ଆଉ ସେ ପିତା ଅଟନ୍ତି। ମାଥ୍ୟୁ ତାର 6 ପର୍ବ 1 ପଦ ପଢ଼ିଲେ ଆପଣ ଜାଣିପାରିବେ, ଈଶ୍ୱର ହିଁ ନୁହନ୍ତି, ସେ ଈଶ୍ୱର ମୋର ପିତା ମଧ୍ୟ ଅଟନ୍ତି। ପ୍ରିୟମାନେ, ଈଶ୍ୱର ଯଦି ମୋର ବାପା ଅଟନ୍ତି, ଯଦି ମୁଁ ତାଙ୍କୁ ବାପା ବୋଲି ଡାକିପାରେ, ତାହେଲେ ମୋର ସମସ୍ୟା ଆଉ କ'ଣ ଅଛି? ମୋର ଜଣେ ସର୍ବଶକ୍ତିମାନ, ସର୍ବଜ୍ଞ, ସର୍ବ ଅଧିକାରୀ, ଅଦ୍ୱିତୀୟ ଈଶ୍ୱର, ଯାହାଙ୍କୁ ମୁଁ ପିତା ବୋଲି ଡାକିପାରେ, ତାଙ୍କ ସହିତ ଯଦି ମୋର ସମ୍ପର୍କ ସ୍ଥାପନ ହୋଇଯିବ, ତାଙ୍କୁ ଯଦି ମୁଁ ବ୍ୟକ୍ତିଗତ ଭାବରେ ଜାଣିବି, ମୁଁ ସମସ୍ୟା ମଧ୍ୟରେ, କ୍ଲେଶ ମଧ୍ୟରେ, ନାନା ପ୍ରକାର ପରିସ୍ଥିତି ମଧ୍ୟରେ କେବେ ମଧ୍ୟ କଲବଲ ହେବି ନାହିଁ, ଛୋଟପଟ ହେବି ନାହିଁ, କାରଣ ମୋର ଜଣେ ଈଶ୍ୱର ଅଛନ୍ତି। ଈଶ୍ୱର କି ପ୍ରକାର ଅଟନ୍ତି? ଯେରେମିୟ ତାର 31 ପର୍ବ 3 ପଦ ଆପଣ ପଢ଼ିଲେ ଜାଣିପାରିବେ ଯେ ଈଶ୍ୱର ପ୍ରେମିକ ଅଟନ୍ତି। ସେ ପ୍ରେମୀ ଅଟନ୍ତି, ସେ ପ୍ରେମ କରନ୍ତି, ସେ ପ୍ରେମକାରୀ ଅଟନ୍ତି। ମୋର ପ୍ରିୟମାନେ, ଆଜି ଆପଣଙ୍କର ଜୀବନରେ ଯଦି ପ୍ରେମର ଆବଶ୍ୟକ ଅଛି, ଥରେ ଈଶ୍ୱରଙ୍କ ଆଡ଼କୁ ଆପଣ ଅନେଇକି ଦେଖନ୍ତୁ। ନାହୁମ ତାର 1 ପର୍ବ 7 ପଦରେ ଲେଖାଯାଏ ଯେ ଈଶ୍ୱର ଉତ୍ତମ ଅଟନ୍ତି। ଈଶ୍ୱର ଉତ୍ତମ ଅଟନ୍ତି। ମୋର ପ୍ରିୟମାନେ, ତାଙ୍କ ପରି ଉତ୍ତମ କେହି ନାହିଁ। ତାଙ୍କର ଉତ୍ତମତାକୁ ମୁଁ ଜାଣିନଥିବା ସକାଶେ ମୁଁ ଭାଙ୍ଗି ପଡ଼ିଛି, ମୁଁ ନିରାଶ ହୋଇଯାଇଛି। ମନୁଷ୍ୟମାନଙ୍କୁ ଦେଖିଛି, ଆଉ ମନୁଷ୍ୟମାନେ ଯେଉଁମାନଙ୍କୁ ଆରାଧନା କରନ୍ତି ସେମାନଙ୍କୁ ମୁଁ ଦେଖିଛି, ଆଉ ଭାବୁଛି ଈଶ୍ୱର ଏ ପ୍ରକାର ଥିବେ, କିନ୍ତୁ ଈଶ୍ୱର ସେ ପ୍ରକାର ନୁହନ୍ତି। ମୋର ପ୍ରିୟମାନେ, ଈଶ୍ୱର ଉତ୍ତମ ଅଟନ୍ତି। ଜୋଏଲ ତାର 2 ପର୍ବ 13 ପଦ ଯଦି ପଢ଼ିବେ ଆପଣ ଜାଣିପାରିବେ, ସେ ଦୟାଳୁ ଅଟନ୍ତି। ଗଡ୍ ଇଜ୍ ମର୍ସିଫୁଲ୍। ଏ ପ୍ରକାର ଏକ ପରମେଶ୍ୱର ଆପଣଙ୍କୁ ସେ ପ୍ରେମ କରନ୍ତି, ଆଉ ଈଶ୍ୱର ସତ୍ୟ ଅଟନ୍ତି। ଦ୍ୱିତୀୟ ବିବରଣୀ 32 ପର୍ବ 4 ପଦ ଆପଣମାନେ ପଢ଼ିଲେ ଜାଣିବେ ଯେ ଈଶ୍ୱର ସତ୍ୟ ଅଟନ୍ତି। ଗୋଟେ ସତ୍ୟ ଈଶ୍ୱର, ସେ ଆପଣଙ୍କୁ ପ୍ରେମ କରନ୍ତି, ସେ ଆପଣଙ୍କର ଯତ୍ନ ନିଅନ୍ତି, ସେ ଆପଣଙ୍କ ନିମନ୍ତେ ମନୋଯୋଗୀ ଅଟନ୍ତି। ଆଉ ଏବ୍ରି
ତାର 13 ପର୍ବ 8 ପଦରେ ଲେଖାଯାଏ ଯେ ସେ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। ଈଶ୍ୱର କାଲି ଆଜି ଏବଂ ଚିରକାଳ ସମାନ ଅଟନ୍ତି। ମଲାଖି ତାର 3 ପର୍ବ 6 ପଦରେ ଲେଖାଯାଏ କାରଣ ଆମ୍ଭେ ସଦାପ୍ରଭୁ ଆମ୍ଭର ପରିବର୍ତ୍ତନ ନାହିଁ। ଈଶ୍ୱର ଅପରିବର୍ତ୍ତନୀୟ ଅଟନ୍ତି। ଆଉ ଏବ୍ରି ତାର 13 ପର୍ବ 8 ପଦରେ ଆମେ ପଢ଼ିଲୁ ଯେ ସେ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। ମୋର ପ୍ରିୟମାନେ, ସବୁ ବଦଳିଯିବ କିନ୍ତୁ ଈଶ୍ୱର କେବେ ବଦଳନ୍ତି ନାହିଁ। ଆପଣଙ୍କ ସମସ୍ୟା, ଆପଣଙ୍କର ରୋଗ, ଆପଣଙ୍କର ଅଭାବ, ଆପଣଙ୍କର ଶୋଚନୀୟ ପରିସ୍ଥିତି, ଆପଣ ନିରୁପାୟ ଅବସ୍ଥାରେ ଅଛନ୍ତି, ଆପଣ ନିଃସହାୟ ଅବସ୍ଥାରେ ଅଛନ୍ତି, ଏଥିସକାଶେ ଯେ ସତ୍ୟ ପରମେଶ୍ୱରଙ୍କ ସହିତ ଆପଣଙ୍କର ସମ୍ପର୍କ ଏବେ ପର୍ଯ୍ୟନ୍ତ ହୋଇନାହିଁ। ଯଦି ସେ ଈଶ୍ୱରଙ୍କୁ ଜାଣିବେ, ଏହି ସିଡି ପ୍ରସ୍ତୁତ କରିବା, ଏ ପ୍ରସଙ୍ଗ ପ୍ରସ୍ତୁତ କରିବାର ଏକମାତ୍ର ଇଚ୍ଛା ଏବଂ ଅଭିପ୍ରାୟ ଯେ ଆପଣ ସତ୍ୟ ଈଶ୍ୱରଙ୍କୁ ଜାଣିବେ। ଈଶ୍ୱର ଅଟନ୍ତି। ଈଶ୍ୱର କୌଣସି ଧର୍ମର ନୁହନ୍ତି, ଈଶ୍ୱର କୌଣସି ଗୋଷ୍ଠୀର ନୁହନ୍ତି, ଈଶ୍ୱର କୌଣସି ବ୍ୟକ୍ତିଗତ ଲୋକର ନୁହନ୍ତି। ଈଶ୍ୱର ସମଗ୍ର ମାନବ ଜାତିର ଅଟନ୍ତି। ସେ ସମସ୍ତଙ୍କର ଈଶ୍ୱର ଅଟନ୍ତି ଏବଂ ସେ ଆପଣଙ୍କର ବ୍ୟକ୍ତିଗତ ଈଶ୍ୱର ହେବା ନିମନ୍ତେ ଚାହାନ୍ତି। ସେ ଆପଣଙ୍କ ଜୀବନରେ ଆସିଯିବେ। ଆପଣଙ୍କର ସମସ୍ୟା ଆଉ କ'ଣ ଅଛି? ଗୀତ 90 ପର୍ବ 2 ପଦ ଯଦି ଆପଣ ପଢ଼ିବେ, ଆପଣ ଜାଣିପାରିବେ ସେ ଅନନ୍ତ ଏବଂ ଅସୀମ ଅଟନ୍ତି। ଈଶ୍ୱର ଅନନ୍ତ ଏବଂ ଅସୀମ ଅଟନ୍ତି। ତାଙ୍କର କୌଣସି ସୀମା ନାହିଁ। ହୁଏତ ଆପଣଙ୍କ ସମସ୍ୟା ବହୁତ ବଡ଼ ଦେଖାଯାଉଛି, ଆପଣଙ୍କ ସମସ୍ୟା ଗୁଡ଼ିକ ପର୍ବତ ଭଳି ବଡ଼ ଦେଖାଯାଉଛି, ଆପଣଙ୍କ ପରିସ୍ଥିତି ଆଉ ସୁଧୁରିଲା ଭଳିଆ ଲାଗୁନାହିଁ, କିନ୍ତୁ ସେଇ ଅନନ୍ତ ଈଶ୍ୱର, ସେ ଅସୀମ ଈଶ୍ୱର ଆପଣଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ନିମନ୍ତେ ସାମର୍ଥ୍ୟ ଅଟନ୍ତି। ପ୍ରକାଶିତ ବାକ୍ୟ 1 ପର୍ବ 18 ପଦ ଯଦି ଆପଣ ପଢ଼ିବେ, ଜାଣିପାରିବେ ଯେ ଈଶ୍ୱର ଜୀବିତ ଅଟନ୍ତି। ହାଲେଲୁୟା! ଈଶ୍ୱର ଜୀବିତ ଅଟନ୍ତି। ଈଶ୍ୱର ମୃତ ନୁହନ୍ତି। ମନୁଷ୍ୟ ମରିଯାଏ। ମନୁଷ୍ୟମାନେ ଯେଉଁ ମନୁଷ୍ୟମାନଙ୍କୁ ଈଶ୍ୱର ବୋଲି ପୂଜା କରନ୍ତି, ଆରାଧନା କରନ୍ତି, ସେମାନେ ଚାଲିଯାଆନ୍ତି। କିନ୍ତୁ ବାଇବଲର ପରମେଶ୍ୱର, ଯାହାଙ୍କୁ ବାଇବଲ ଈଶ୍ୱର ବୋଲି ପ୍ରକାଶ କରେ, ଯେଉଁ ବାଇବଲରେ ଈଶ୍ୱର ନିଜକୁ ପ୍ରକାଶ କରନ୍ତି, ସେ ଏକଥା ମଧ୍ୟ ପ୍ରକାଶ କରନ୍ତି ଯେ ସେ ଜୀବିତ ଅଟନ୍ତି। ଯେହେତୁ ସେ ଜୀବିତ ଅଛନ୍ତି, ତେଣୁ ଆପଣ ନିରୁପାୟ ନୁହନ୍ତି। ଯେହେତୁ ସେ ଜୀବିତ ଅଛନ୍ତି, ଆପଣ ନିଃସହାୟ ନୁହନ୍ତି। ସେ ଜୀବିତ ଥିବାରୁ ଆପଣଙ୍କର କ୍ରନ୍ଦନ ସେ ଶୁଣିପାରନ୍ତି। ଆପଣଙ୍କର ଆକୁଳ ନିବେଦନକୁ ସେ ଗ୍ରହଣ କରନ୍ତି। ଆପଣ ଯେତେବେଳେ ଡାକିବେ, ପିତା ବୋଲି ଡାକିବେ, ଯେତେବେଳେ ଆପଣ ତାଙ୍କର ଦ୍ୱାରସ୍ଥ ହେବେ, ସେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ସାମର୍ଥ୍ୟ ଅଟନ୍ତି। ଯେହେତୁ ସେ ଜୀବିତ ଅଛନ୍ତି, ସେ ସର୍ବଜ୍ଞ, ସର୍ବବ୍ୟାପୀ ଏବଂ ସର୍ବଦର୍ଶୀ, ସେ ଆପଣଙ୍କ ସହିତ ରହିବା ନିମନ୍ତେ ଚାହାନ୍ତି। ସେ ଜୀବିତ ଈଶ୍ୱରଙ୍କୁ ଆପଣ ଚାହାନ୍ତି କି? ସେ ଜୀବିତ ଈଶ୍ୱରଙ୍କୁ ଆପଣଙ୍କ ଜୀବନରେ ଗ୍ରହଣ କରିବା ପାଇଁ ଚାହାନ୍ତି କି? ଯଦି ସେ ଜୀବିତ ଈଶ୍ୱରଙ୍କ ସହିତ ଆପଣଙ୍କ ସହଭାଗିତା ଆସିଯିବ, ସେ ଜୀବିତ ଈଶ୍ୱରଙ୍କୁ ଯଦି ଆପଣ ସ୍ଥିର ଧାର୍ଯ୍ୟ କରିବେ, ସେ ଜୀବିତ ଈଶ୍ୱରଙ୍କୁ ଯଦି ଆପଣଙ୍କ ଜୀବନରେ ସ୍ଥାନ ଦେବେ, ଆପଣଙ୍କର କର୍ମକ୍ଷେତ୍ରରେ ସ୍ଥାନ ଦେବେ, ଆପଣଙ୍କ ପରିବାର ମଧ୍ୟରେ ସ୍ଥାନ ଦେବେ, ମୋର ପ୍ରିୟମାନେ, ଆପଣ ଆଉ ଏ ପ୍ରକାର ସମସ୍ୟାରେ ନଥିବେ। ଦାନିଏଲ ତାର 6 ପର୍ବ 26 ପଦ ଲେଖାଯାଏ ଯେ ସେହି ଈଶ୍ୱର ନିତ୍ୟ ସ୍ଥାୟୀ ଅଟନ୍ତି। ନିତ୍ୟ ସ୍ଥାୟୀ ଈଶ୍ୱର, ସେ ସର୍ବଦା ରହିଥିବେ। ମୋର ପ୍ରିୟମାନେ, ଆଜିର ସରକାର ଅଛି, କାଲିକି ସେ ସରକାର ନଥିବ। ଆଜି ଆପଣ ଜଗତରେ ଅନେକ ବିଷୟ ଦେଖୁଛନ୍ତି, ସେଗୁଡ଼ାକ ସବୁ ପରିବର୍ତ୍ତନ ହୋଇଯିବ, ସେଗୁଡ଼ାକ ଆଉ ରହିବ ନାହିଁ। କିନ୍ତୁ ଈଶ୍ୱର ନିତ୍ୟ ସ୍ଥାୟୀ ଅଟନ୍ତି। ସେ ନିତ୍ୟ ସ୍ଥାୟୀ ଈଶ୍ୱର। ପ୍ରେରିତ 17 ପର୍ବ 24 ପଦ ଏବଂ 25 ପଦ ଯଦି ଆପଣ ପଢ଼ିବେ, ସେଠୁ ଜାଣିପାରିବେ ଯେ ସେ ଈଶ୍ୱର ସ୍ୱର୍ଗ ଓ ପୃଥିବୀର ପ୍ରଭୁ ଅଟନ୍ତି। ସେ ଈଶ୍ୱର କେବଳ ସ୍ୱର୍ଗର ପରମେଶ୍ୱର ନୁହନ୍ତି, ସେ ପୃଥିବୀର ମଧ୍ୟ ଈଶ୍ୱର ଅଟନ୍ତି। ପୃଥିବୀରେ ଏବଂ ସ୍ୱର୍ଗରେ ଏକମାତ୍ର ଈଶ୍ୱର ସେ ହିଁ ଅଟନ୍ତି। ପ୍ରିୟମାନେ, ପ୍ରଭୁ ସାହାଯ୍ୟ କରନ୍ତୁ ଆଜି ସେ ଈଶ୍ୱରଙ୍କ ସହିତରେ ଆପଣଙ୍କ ସହଭାଗିତାକୁ ସ୍ଥାପନ କରିବା ନିମନ୍ତେ, ତାଙ୍କ ସହିତରେ ଆପଣଙ୍କର ଜୀବନକୁ ଆରମ୍ଭ କରିବା ନିମନ୍ତେ। ହୁଏତ ଆଜି ପର୍ଯ୍ୟନ୍ତ ଆପଣ ସେଇ ସତ୍ୟ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, ସେଇ ସତ୍ୟ ଈଶ୍ୱରଙ୍କ ସହିତ ଆପଣଙ୍କ ସମ୍ପର୍କ ସ୍ଥାପନ ହୋଇନାହିଁ। ସେ ଈଶ୍ୱର କି ପ୍ରକାର ଅଟନ୍ତି? ସେ ପବିତ୍ର ଅଟନ୍ତି, ସେ ଶକ୍ତିଶାଳୀ ଅଟନ୍ତି, ଯେ କହିବା ମାତ୍ରେ ସମସ୍ତ ସୃଷ୍ଟି ହେଇଛି, ଏ ପ୍ରକାର ଏକ ସାମର୍ଥ୍ୟ ଈଶ୍ୱର। ସେ କାଳ୍ପନିକ ନୁହନ୍ତି,
ସେ ମନୁଷ୍ୟର ମନରୁ ଜାତ ନୁହନ୍ତି, ସେ ଅଟନ୍ତି। ସେ ମହାନ ସୁସ୍ଥକାରୀ ଅଟନ୍ତି। ସେ ଆଜି ବି ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ କରିବେ। ଦିନେ ଈଶ୍ୱର ଆପଣା ଲୋକମାନଙ୍କୁ କହୁଛନ୍ତି, ଆମ୍ଭେ ତୁମ୍ଭର ଆରୋଗ୍ୟକାରୀ। କି ଆଶ୍ଚର୍ଯ୍ୟ ପ୍ରତିଜ୍ଞା! ସେ କହୁଛନ୍ତି, ଆମ୍ଭେ ତୁମ୍ଭର ଆରୋଗ୍ୟକାରୀ। ହୁଏତ ଆଜି ଆପଣଙ୍କ ରୋଗ ଏ ପ୍ରକାର ବଢ଼ିଯାଇଛି, ଆପଣଙ୍କ ସମସ୍ୟା ଏ ପ୍ରକାର ବଢ଼ିଯାଇଛି, ଆପଣଙ୍କର ଅଭାବ ଏ ପ୍ରକାର ବଢ଼ିଯାଇଛି, ଆପଣଙ୍କ ଘରୋଇ ପରିସ୍ଥିତି, ଆପଣଙ୍କର ଦେଶର ସମସ୍ୟା, ଆପଣଙ୍କ ଚତୁଃପାର୍ଶ୍ୱର ସମସ୍ୟା ଏ ପ୍ରକାର ବଢ଼ିଯାଇଛି। ତାରି ମଧ୍ୟରେ ସେ ଯେ ଅଛନ୍ତି, ସେ ଅଛନ୍ତି ଆପଣ ତ ରହିବା ପାଇଁ ଚାହାନ୍ତି, ଯେ କାଲି ଆଜି ଏବଂ ଚିରକାଳ ସମାନ ଅଟନ୍ତି। ଦ୍ୱିତୀୟ ବିବରଣୀ 7 ପର୍ବ 9 ପଦ। ସେଠୁ ଆପଣ ଜାଣିପାରିବେ ଯେ ସେହି ଈଶ୍ୱର ନିର୍ଭରଯୋଗ୍ୟ ଈଶ୍ୱର ଅଟନ୍ତି। ବାଇବଲ ଯେଉଁ ଈଶ୍ୱରଙ୍କୁ ପ୍ରକାଶ କରେ, ସେ ଈଶ୍ୱର ନିର୍ଭରଯୋଗ୍ୟ ଅଟନ୍ତି। ହାଲେଲୁୟା। ପ୍ରିୟମାନେ, ଏବେ ପର୍ଯ୍ୟନ୍ତ ଆପଣ ହୁଏତ ଅନ୍ୟମାନଙ୍କ ଉପରେ ନିର୍ଭର କରିଛନ୍ତି, ଆପଣ ନିରାଶ ହେଇଛନ୍ତି। ଅନ୍ୟମାନଙ୍କ ଉପରେ ନିର୍ଭର କରି ଆପଣ ଭାଙ୍ଗି ପଡ଼ିଛନ୍ତି। ଅନ୍ୟମାନେ ଆପଣମାନଙ୍କୁ ଧୋକା ଦେଇଛନ୍ତି। ମନୁଷ୍ୟ ଉପରେ ନିର୍ଭର କରି ଆପଣ ଲଜ୍ଜିତ ହୋଇଛନ୍ତି। କାରଣ ମନୁଷ୍ୟ ଅଟେ, ଧୂଳିର ନିର୍ମିତ ମନୁଷ୍ୟ, ଅଳ୍ପାୟୁ ମନୁଷ୍ୟ, ଯେ ପାପରେ ପରିପୂର୍ଣ୍ଣ, ଯେ ଭ୍ରଷ୍ଟତାରେ ପରିପୂର୍ଣ୍ଣ, ଯେ ଅବାଟରେ ଯାଇପାରେ, ଯେ ଛଳନା କରିପାରେ, ଯେ ପ୍ରବଞ୍ଚନା କରିପାରେ, ଯେ ଅବାଟରେ ନେଇପାରେ। ଏପରି ଏକ ମନୁଷ୍ୟ ଉପରେ ନିର୍ଭର କରିବା ଅପେକ୍ଷା ଏକ ନିର୍ଭରଯୋଗ୍ୟ ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତୁ। ମୁଁ ଆଜି ଆପଣଙ୍କୁ ଯୀଶୁଙ୍କ ନାମରେ ସ୍ୱାଗତ ଜଣାଏ। ଆପଣ ଅନେକଙ୍କ ଉପରେ ନିର୍ଭର କରିଛନ୍ତି। ଥରେ ବାଇବଲର ଈଶ୍ୱରଙ୍କ ଉପରେ ନିର୍ଭର କରିକି ଦେଖନ୍ତୁ। ବାଇବଲ ଯେଉଁ ଈଶ୍ୱରଙ୍କୁ ପ୍ରକାଶ କରେ, ବାଇବଲ ଯେଉଁ ସତ୍ୟ ଈଶ୍ୱରଙ୍କୁ ପ୍ରକାଶ କରେ, ବାଇବଲ ଯେଉଁ ଅତୁଳନୀୟ ଈଶ୍ୱରଙ୍କୁ ପ୍ରକାଶ କରେ, ସେହି ନିର୍ଭରଯୋଗ୍ୟ ଈଶ୍ୱରଙ୍କ ଉପରେ ଆପଣ ଥରେ ଭରସା କରିକି ଦେଖନ୍ତୁ। ପ୍ରିୟମାନେ, ଆପଣ କେବେ ଲଜ୍ଜିତ ହେବେ ନାହିଁ। ବାଇବଲ ସ୍ପଷ୍ଟ ଭାବରେ ପ୍ରକାଶ କରେ, ଯେଉଁ ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତି ସେମାନେ କେବେ ଲଜ୍ଜିତ ହେବେ ନାହିଁ। ସେମାନଙ୍କ ମୁଖ କେବେ ବିବର୍ଣ୍ଣ ନହେବ। ଆଜି ଥରେ ଆପଣ ସଂକଳ୍ପ ନିଅନ୍ତୁ। ହୁଏତ ଆପଣଙ୍କ ଜୀବନରେ ଅନେକଙ୍କୁ ଆପଣ ଚେଷ୍ଟା କରିଛନ୍ତି। ଥରେ ଆପଣ ଈଶ୍ୱରଙ୍କୁ ଚେଷ୍ଟା କରିକି ଦେଖନ୍ତୁ। ଈଶ୍ୱରଙ୍କ ସହିତରେ ଆପଣଙ୍କ ସମ୍ପର୍କକୁ ସ୍ଥାପନ କରନ୍ତୁ। ଆଉ ସୁଖର କଥା କ'ଣ, ଯେ ଈଶ୍ୱର ରହିବା ନିମନ୍ତେ ଗୋଟେ ସ୍ଥାନ ବନେଇଛନ୍ତି। ଆଉ ଜଗତରେ ମନୁଷ୍ୟମାନେ ଈଶ୍ୱରଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିଛନ୍ତି। ଈଶ୍ୱର କେଉଁଠି ରହିବେ ସେଥି ନିମନ୍ତେ ମନୁଷ୍ୟ ନିଜେ ଯୋଜନା କରୁଛି। କାରଣ ସେ ଈଶ୍ୱରଙ୍କୁ ତିଆରି କଲା, ଆଉ ଭାବୁଛି ସେ ଈଶ୍ୱରଙ୍କୁ ଗୋଟେ ସ୍ଥାନ ରଖିବ, ଆଉ ସେଠି ଯାଇ ତାକୁ ସାକ୍ଷାତ କରିବ, ତାଙ୍କୁ ଯାହା ମନର ଗୁହାରି କହିବ। କିନ୍ତୁ ଈଶ୍ୱର ସେ ପ୍ରକାର ନୁହନ୍ତି, ଯେ ସର୍ବ ସୃଷ୍ଟିକର୍ତ୍ତା, ଯାହାଙ୍କୁ ସ୍ୱର୍ଗର ସ୍ୱର୍ଗ ଧାରଣ କରି ନପାରେ, ଯେ କହିବା ମାତ୍ରେ ସମଗ୍ର ବିଶ୍ୱ ସୃଷ୍ଟି ହେଇଛି, ସମସ୍ତ ଗ୍ୟାଲେକ୍ସି ସୃଷ୍ଟି ହେଇଛି। ଆକାଶ ତଳେ ଏବଂ ଆକାଶ ଉପରେ ଯାହା ବି ସୃଷ୍ଟି ହେଇଛି, ତାହାଙ୍କ ବିନା ଗୋଟିଏ ହେଲେ ସୃଷ୍ଟି ହେଇନାହିଁ। ସମସ୍ତର ସୃଷ୍ଟିକର୍ତ୍ତା ଈଶ୍ୱର ଏ ପ୍ରକାର ଏକ ସର୍ବସାମର୍ଥ୍ୟ, ଏକ ଅଗମ୍ୟ ଜ୍ୟୋତିର୍ନିବାସୀ, ଯାହାଙ୍କର ସିଂହାସନ ସ୍ୱର୍ଗରେ ଏବଂ ପୃଥିବୀ ଯାହାଙ୍କର ପାଦପୀଠ, ଏ ପ୍ରକାର ଏକ ଈଶ୍ୱରଙ୍କୁ ମନୁଷ୍ୟ କ'ଣ ଗୋଟେ ସୀମିତ ସ୍ଥାନ ମଧ୍ୟରେ ରଖିପାରେ? ଯେ ସର୍ବବ୍ୟାପୀ ଅଟନ୍ତି, ଯେ ସର୍ବଜ୍ଞ ଅଟନ୍ତି, ଯେ ମନୁଷ୍ୟକୁ ନିର୍ମାଣ କରିଛନ୍ତି, ସେହି ମନୁଷ୍ୟ କ'ଣ ଈଶ୍ୱରଙ୍କୁ ନିର୍ମାଣ କରିପାରେ? ଆଉ ସେହି ମନୁଷ୍ୟ କ'ଣ ଈଶ୍ୱର ରହିବା ନିମନ୍ତେ ସ୍ଥାନ ବନେଇପାରେ? ଦୁଃଖର କଥା, ଚତୁଃପାର୍ଶ୍ୱରେ ଆମେ ଦେଖୁ ସମସ୍ତେ ଈଶ୍ୱରଙ୍କୁ ରହିବା ନିମନ୍ତେ ଗୋଟେ ସ୍ଥାନ ବନେଉଛନ୍ତି। କାରଣ ସେମାନେ ଈଶ୍ୱର କିଏ ଜାଣନ୍ତି ନାହିଁ। ଈଶ୍ୱରଙ୍କୁ ଯଦି ଜାଣିଥାନ୍ତେ ସେମାନେ ସ୍ଥାନ ତିଆରି କରିନଥାନ୍ତେ। ତେଣୁ ଈଶ୍ୱର ଯେତେବେଳେ ମନୁଷ୍ୟକୁ ନିର୍ମାଣ କଲେ, ସେହି ସମୟରେ ସେ ମନୁଷ୍ୟର ଭିତରେ ଗୋଟେ ସ୍ଥାନ ତିଆରି କଲେ ଯେଉଁଠି ସେ ରହିପାରିବେ। ଯଦି ଆପଣ ପଢ଼ିବେ ପ୍ରେରିତ ତାର 17 ଅଧ୍ୟାୟ 24 ପଦ, ଏଠାରେ ପ୍ରକାର ଲେଖାଯାଏ, ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତ ନିର୍ମିତ ମନ୍ଦିର ସମୂହରେ ବାସ କରନ୍ତି ନାହିଁ। ଏଠାରେ ସ୍ପଷ୍ଟ ଭାବରେ ଲେଖାଯାଏ, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତ ନିର୍ମିତ ମନ୍ଦିର ସମୂହରେ ବାସ କରନ୍ତି ନାହିଁ। ଈଶ୍ୱର ମନୁଷ୍ୟ ନିର୍ମିତ କୌଣସି ସ୍ଥାନରେ ବାସ କରନ୍ତି ନାହିଁ। କିନ୍ତୁ ମନୁଷ୍ୟ ଭାବୁଛି ସେହି ସ୍ଥାନରେ ସେ ଈଶ୍ୱରଙ୍କୁ ରଖିବ, ଆବଦ୍ଧ କରିବ ଏବଂ ତାର ଯାହା ଇଚ୍ଛା ତାହା କହିବ
ଏବଂ ତାହାଙ୍କୁ ସେ ଫୁସୁଲେ ତାଙ୍କୁ ସେ ସନ୍ତୁଷ୍ଟ କଲା ଭଳିଆ କିଛି କଥା କହିକି ତାଙ୍କଠାରୁ ସମସ୍ତ ଶକ୍ତି ସମସ୍ତ ଆବଶ୍ୟକତା ପ୍ରାପ୍ତ କରିବ, ଏଇଟା ମନୁଷ୍ୟ ମନର ମୂର୍ଖତା ଅଟେ। କାରଣ ମନୁଷ୍ୟ ନିର୍ମିତ କୌଣସି ସ୍ଥାନରେ ଈଶ୍ୱର ରୁହନ୍ତି ନାହିଁ। ତେବେ ଈଶ୍ୱର କେଉଁ ସ୍ଥାନରେ ରୁହନ୍ତି? ଆପଣ ଯଦି ଦେଖିବେ 1 କରନ୍ଥୀୟ ତାର 3 ଅଧ୍ୟାୟ ତାର 16 ପଦରୁ ମୁଁ ଆପଣମାନଙ୍କ ନିମନ୍ତେ ପଢ଼ୁଛି। 1 କରନ୍ଥୀୟ 3 ଅଧ୍ୟାୟ 16 ପଦ ଏବଂ 17 ପଦ। ଏଟା ଲେଖାଯାଏ, ତୁମ୍ଭେମାନେ କି ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ୱରଙ୍କର ମନ୍ଦିର, ଆଉ ଈଶ୍ୱରଙ୍କର ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି। ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ୱର ତାକୁ ନଷ୍ଟ କରିବେ, କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେଇ ମନ୍ଦିର ତୁମ୍ଭେମାନେ। ଏଠାରେ ସ୍ପଷ୍ଟ ଭାବରେ ଲେଖାଯାଏ ଯେ ଆମ୍ଭେମାନେ ଈଶ୍ୱରଙ୍କର ମନ୍ଦିର ଅଟୁ। ଈଶ୍ୱର ମନୁଷ୍ୟ ମଧ୍ୟରେ ବାସ କରିବା ପାଇଁ ଚାହାନ୍ତି। ଈଶ୍ୱର ମନୁଷ୍ୟ ମଧ୍ୟରେ ରହିବା ନିମନ୍ତେ ଏକ ମନ୍ଦିର ପ୍ରସ୍ତୁତ କରିଛନ୍ତି। ଆଉ ସେ ମନ୍ଦିର ଆପଣ ଏବଂ ମୁଁ। ଆଉ ସେଇ ମନ୍ଦିରରେ ସେ ସର୍ବଶକ୍ତିମାନ ଈଶ୍ୱର, ସେ ଅମର ଈଶ୍ୱର, ସେ ଅଦ୍ୱିତୀୟ ଈଶ୍ୱର ସେ ବାସ କରିବା ପାଇଁ ଚାହାନ୍ତି। ଯଦି ସେ ଆପଣଙ୍କ ଜୀବନରେ ଆସିଯିବେ, ଯଦି ସେ ଆପଣଙ୍କର ଜୀବନରେ ଆସିବେ, ଆପଣଙ୍କ ଜୀବନର ସମସ୍ତ ସମସ୍ୟାର ସମାଧାନ ହେବ। ଆପଣ ଏହି ଜଗତରେ ଶାନ୍ତିରେ ରହିପାରିବେ। ମୋର ପ୍ରିୟମାନେ, ଏହି ଜଗତରେ ତ ଅଳ୍ପ କାଳ ରହିବେ, କିନ୍ତୁ ଯଦି ଈଶ୍ୱର ଆପଣଙ୍କ ସହିତରେ ଅଛନ୍ତି, ଈଶ୍ୱର ଆପଣଙ୍କ ଭିତରେ ଅଛନ୍ତି, ଦିନ ଆସିବ ଏହି ଜଗତ ଯେତେବେଳେ ଆପଣ ପରିତ୍ୟାଗ କରିବେ, ଆପଣ ମୃତ୍ୟୁଭୋଗ କରିବେ, ମହାନିଦ୍ରା ପ୍ରାପ୍ତ ହେବେ, ସେହି ସମୟରେ ତା ପରବର୍ତ୍ତୀ କାଳରେ ଆପଣ ତାଙ୍କର ଅନନ୍ତ ରାଜ୍ୟରେ ପ୍ରବେଶ କରିପାରିବେ। କାରଣ ସ୍ୱର୍ଗ ରାଜ୍ୟ ଅଛି, ଆଉ ସ୍ୱର୍ଗ ରାଜ୍ୟ ଈଶ୍ୱରଙ୍କ ରାଜ୍ୟ ଅଟେ। ଏ ଜଗତର ରାଜ୍ୟ ବିନାଶ୍ୟ ଅଟେ। ଏ ଜଗତର ସମସ୍ତ ରାଜ୍ୟ ଦିନେ ବିନଷ୍ଟ ହୋଇଯିବ। ଏ ଜଗତରେ ଆପଣ ରହିପାରିବେ ନାହିଁ। ଆପଣ ଚାହିଁଲେ ମଧ୍ୟ 80 ବର୍ଷ କିମ୍ବା 90 ବର୍ଷ, ବଳ ସକାଶେ 90 ବର୍ଷ। ଆପଣ ଯଦି ଭଲ ଡକ୍ଟରର ପରାମର୍ଶ ନେଉଛନ୍ତି, ଭଲ ଖାଦ୍ୟ ଖାଉଛନ୍ତି, ନିଜର ସୁରକ୍ଷା ବ୍ୟବସ୍ଥା କରୁଛନ୍ତି, ହୁଏତ 90 ବର୍ଷ ବଞ୍ଚିପାରିବେ। କିନ୍ତୁ ପରେ ଆପଣ କେଉଁଠି ଯିବେ? ଯଦି ଆପଣଙ୍କ ଭିତରେ ଈଶ୍ୱର ଅଛନ୍ତି, ଦିନ ଆସିବ ଆପଣ ଈଶ୍ୱରଙ୍କ ସହିତ ତାଙ୍କ ଅନନ୍ତ ରାଜ୍ୟରେ ରହିପାରିବେ। କାରଣ ବାଇବଲ ପ୍ରକାଶ କରେ ଯେ ଆମ୍ଭେମାନେ ଈଶ୍ୱରଙ୍କର ମନ୍ଦିର ଅଟୁ, ଆଉ ସେଇ ମନ୍ଦିରରେ ସେ ରହିବା ନିମନ୍ତେ ଚାହାନ୍ତି। 2 କରନ୍ଥୀୟ ତାର 6 ଅଧ୍ୟାୟ 16 ପଦ। ଏଟା ଲେଖାଯାଏ, ପ୍ରତିମା ସହିତ ଈଶ୍ୱରଙ୍କ ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କର ମନ୍ଦିର ଅଟୁ। ଯେପରି ଈଶ୍ୱର କହିଅଛନ୍ତି, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ବାସ କରିବା ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା, ଆମ୍ଭେ ସେମାନଙ୍କ ଈଶ୍ୱର ହେବା ଆଉ ସେମାନେ ଆମ୍ଭର ଲୋକ ହେବେ। ଏ ପ୍ରକାର ଏକ ପ୍ରତିଜ୍ଞା ଈଶ୍ୱର ଆପଣଙ୍କ ନିମନ୍ତେ ଏବଂ ମୋ ନିମନ୍ତେ ଦେଇଛନ୍ତି। ସେ ଆପଣଙ୍କ ମଧ୍ୟରେ ବାସ କରିବା ପାଇଁ ଚାହାନ୍ତି। ସେ ଆପଣଙ୍କ ହୃଦୟରେ ବାସ କରିବା ପାଇଁ ଚାହାନ୍ତି। ଆଜି ଆପଣଙ୍କ ସେ ହୃଦୟକୁ ଆପଣ ଖୋଲିଦେବେ କି? ସେଇ ଜୀବିତ ଈଶ୍ୱରଙ୍କୁ ଆପଣ ନିମନ୍ତ୍ରଣ କରିବେ କି? ପ୍ରଭୁ, ମୁଁ ଆପଣଙ୍କୁ ଜାଣିନଥିଲି, ଆପଣଙ୍କୁ ନ ଜାଣି ମୁଁ ବାଟରେ ଯାଇଥିଲି, ଆଜି ମୁଁ ଆପଣଙ୍କ ପରିଚୟ ପାଇଛି, ଆପଣ ମୋ ହୃଦୟରେ ଆସନ୍ତୁ। ଆଉ ଈଶ୍ୱରଙ୍କର କୌଣସି ଧର୍ମ ନାହିଁ, ସେ କୌଣସି ସମ୍ପ୍ରଦାୟର ନୁହନ୍ତି, ସେ ଈଶ୍ୱର ଅଟନ୍ତି। ଏ ସମ୍ପ୍ରଦାୟ, ଏ ଧର୍ମ, ଏଗୁଡ଼ିକ ମନୁଷ୍ୟର ପରିକଳ୍ପନା ଅଟେ, କିନ୍ତୁ ଈଶ୍ୱର ଏସବୁର ଊର୍ଦ୍ଧ୍ୱରେ ଅଟନ୍ତି। ଯଦି ସେ ଈଶ୍ୱର ଅଟନ୍ତି, ସେ ସମସ୍ତ ମାନବ ଜାତିର ଈଶ୍ୱର ଅଟନ୍ତି, ଆଉ ସେ ସମସ୍ତଙ୍କ ହୃଦୟରେ ବାସ କରିବା ପାଇଁ ଚାହାନ୍ତି। ଆଉ ସେ ଈଶ୍ୱର ଆପଣଙ୍କ ସହିତରେ ରହିବା ପାଇଁ ଚାହାନ୍ତି। ଆଜି ଆପଣଙ୍କର ଜୀବନରେ ଆପଣ ଅନେକ ପ୍ରକାର ପରିସ୍ଥିତି ମାନ ଦେଇ ଯାଉଛନ୍ତି, ତାର ସମାଧାନ ବି ନାହିଁ। କାରଣ ମନୁଷ୍ୟର ଜ୍ଞାନ ସୀମିତ ଅଟେ, ମନୁଷ୍ୟର ବୁଦ୍ଧି ସୀମିତ ଅଟେ, ମନୁଷ୍ୟର ଶକ୍ତି ସୀମିତ ଅଟେ, ମନୁଷ୍ୟର ସମ୍ବଳ ସୀମିତ ଅଟେ, କିନ୍ତୁ ଈଶ୍ୱର ସୀମିତ ନୁହନ୍ତି। ସେ ଅସୀମ ଈଶ୍ୱର ଆପଣଙ୍କ ସହିତ ରହିବା ପାଇଁ ଚାହାନ୍ତି। ଆପଣ ହୃଦୟ ଖୋଲିଦେବେ କି? ତାଙ୍କୁ ନିମନ୍ତ୍ରଣ କରିବେ କି? କହିବେ କି, ହେ ଈଶ୍ୱର, ମୁଁ ଆପଣଙ୍କୁ ଚାହେଁ, ଆପଣ ମୋ ହୃଦୟକୁ ଆସନ୍ତୁ। ଯଦି ସେ ଆସିବେ, ଆପଣଙ୍କ ହୃଦୟରେ ରହିବା ନିମନ୍ତେ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ହେବ। ଆଜି ତାଙ୍କୁ ନିମନ୍ତ୍ରଣ କରନ୍ତୁ। ଚକ୍ଷୁ ବନ୍ଦ କରି ଥରେ ଆପଣ ତାଙ୍କୁ ସ୍ୱାଗତ ଜଣାନ୍ତୁ। କୁହନ୍ତୁ, ହେ ଈଶ୍ୱର, ମୁଁ ପାପୀ ଅଟେ, ମୋତେ କ୍ଷମା କର। ମୋ ହୃଦୟକୁ ଆସ, ମୋ ହୃଦୟକୁ ଅଧିକାର କର ଏବଂ ତହିଁରେ ବାସ କର। ସର୍ବଦା ମୋ ହୃଦୟରେ ରୁହ ଏବଂ ଆପଣଙ୍କର ଅନନ୍ତ ପଥରେ ମୋତେ କଢ଼େଇ ନିଅ।
ମୋତେ ଆପଣଙ୍କର ଇଚ୍ଛା ମୁତାବକ ଜୀବନ କାଟିବା ପାଇଁ ସାହାଯ୍ୟ କର। ମୋ ଜୀବନରେ ଯେପରି ଆପଣ ସର୍ବଦା ସନ୍ତୁଷ୍ଟ ପାଇବେ, ମୋ ଜୀବନ ଦ୍ୱାରା ଆପଣ ଗୌରବ ପାଇବେ, ମୋ ଜୀବନର ରାଜା, ମୋର ମୁକ୍ତିକର୍ତ୍ତା, ମୋର ପ୍ରଭୁ ହୋଇ ରହିବେ, ଏହିପରି ମୋତେ ଅନୁଗ୍ରହ କର। ମୋର ପ୍ରାର୍ଥନା ଆପଣ ଶୁଣିଥିବାରୁ ଆପଣଙ୍କୁ ଧନ୍ୟବାଦ ଜଣାଏ। ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛି, ହେ ଈଶ୍ୱର ଦୟାରେ ଗ୍ରହଣ କରନ୍ତୁ। ଆମେନ୍। ପ୍ରିୟ ବନ୍ଧୁଗଣ, ଏହିପରି ବିଭିନ୍ନ ପ୍ରସଙ୍ଗମୂଳକ ଈଶ୍ୱରଙ୍କ ବାକ୍ୟ ଆଗାମୀ ଦିନମାନଙ୍କରେ ପ୍ରଭୁଙ୍କ ଦାସମାନଙ୍କ ମୁଖରୁ ଆପଣମାନେ ଶୁଣିପାରିବେ ସିଡି ମାଧ୍ୟମରେ। ଯଦି ଆପଣ ଏହି ସିଡିର ଅନ୍ୟ ପ୍ରସଙ୍ଗଗୁଡ଼ିକ ଶୁଣିବା ନିମନ୍ତେ ଆଗ୍ରହୀ, ତେବେ ଆମକୁ 97835537 ଅବା 9937742135 ଅବା 9437284415ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରୁଛୁ। ଧନ୍ୟବାଦ।